ଆଜି ସକାଳୁ ସକାଳୁ ଦୁଇ ଯାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଗଲା। ମନୀଷା ଆଉ ରୂପାଙ୍କ ଝଗଡ଼ା ଓ ଜୋରରେ ଚିତ୍କାର କରିବାର ଶବ୍ଦ ବାହାରେ ଗାଁର ଲୋକଙ୍କୁ ମଧ୍ୟ ଶୁଣାଯାଉଥିଲା। କେହି ବୁଝିପାରୁନଥିଲେ ଯେ ଏହି ଝଗଡ଼ା ଆରମ୍ଭ କିପରି ହେଲା। କିନ୍ତୁ ଏବେ ଘରର ଅଗଣା କୁରୁକ୍ଷେତ୍ରର ରଣଭୂମିରେ ପରିଣତ ହୋଇଯାଇଥିଲା। ବଡ଼ ଯା ରୂପା ରାଗରେ ଚିତ୍କାର କରି କହିଲା, ତୁ କ'ଣ ଭାବିଥିଲୁ? ସବୁ କ୍ଷୀର ତୁ ପିଇଦେବୁ, ଆଉ କାହାକୁ ଖବର ମଧ୍ୟ ହେବ ନାହିଁ ଯେ କ୍ଷୀର କୁଆଡ଼େ ଗଲା। ସେତେବେଳେ ସାନ ଯା ମନୀଷା ମଧ୍ୟ କଡ଼ା ସ୍ୱରରେ କହିଲା, ଆଚ୍ଛା, ତୁମେ ଆଉ ତୁମର ପେଟୁ ସ୍ୱାମୀ ସମସ୍ତ ପରିବା ସଫା କରି ଦେଇଛ, ସେ ବିଷୟ କ'ଣ? ଚାଲାକି କେବଳ ତୁମେମାନେ ଦେଖାଇ ପାରୁଛ, ଆମେ ନୁହେଁ। ଏବେ ରୂପାଙ୍କ ପାଳି ଥିଲା। ସେ କହିଲେ, ହଁ, ତେବେ ଘରର ରାସନ ମଧ୍ୟ ମୋ ସ୍ୱାମୀଙ୍କ ରୋଜଗାରରୁ ଆସୁଛି। ତୋ ସ୍ୱାମୀ କ'ଣ କରୁଛି? ତୁମର କଥାର ଅର୍ଥ କ'ଣ? ମୋ ସ୍ୱାମୀ କ'ଣ ବେରୋଜଗାରୀ, କୌଣସି କାମ କରୁନାହିଁ? ମନୀଷା ଗର୍ଜି ଉଠିଲା। ଅଗଣାରେ ଗୋଟେ ଖଟିଆରେ ବସିଥିବା ଗୋପୀନାଥ ବାବୁ ଗଭୀର ନିଶ୍ୱାସ ନେଇ ତାଙ୍କ ପତ୍ନୀ କାବେରୀ ଦେବୀଙ୍କୁ କହିଲେ, ଏ ଦୁଇ ଜଣ ଆଉ ଥରେ ଆରମ୍ଭ ହୋଇଗଲେ। ଏମାନଙ୍କୁ ଆଉ କିଛି କାମ ନାହିଁ। କାବେରୀ ଦେବୀ ବଡ଼ ଶାନ୍ତ ଭାବେ ଉତ୍ତର ଦେଲେ, ତୁମେ କାହିଁକି ବ୍ୟସ୍ତ ହେଉଛ? ଏସବୁ ତ ଏମାନଙ୍କର ପ୍ରତିଦିନର ତାମସା। ଯେ ପର୍ଯ୍ୟନ୍ତ ପରସ୍ପରକୁ ମନଭରି ଗାଳି ନ ଦେବେ, ଏମାନଙ୍କ ମନକୁ ଶାନ୍ତି ମିଳିବ ନାହିଁ। ହଠାତ୍ ରୂପାଙ୍କ ସ୍ୱର ଆହୁରି ତୀକ୍ଷ୍ଣ ହେଲା। ସାବଧାନ, ଆଉ ଗୋଟେ ଶବ୍ଦ କହିଲେ ତୋ ଜିଭ ଟାଣି ହାତରେ ରଖିଦେବି। ସାହସ ଅଛି ତ ଛୁଇଁ ଦେଖାଅ। ମନୀଷା ମଧ୍ୟ ଚ୍ୟାଲେଞ୍ଜ ଦେଲେ। ଏବେ ବିବାଦ କେବଳ ଶବ୍ଦରେ ସୀମିତ ରହିନଥିଲା, ଯେମିତି ଏବେ ହାତାହାତି ହିଁ ହେବ। ଏହି ଝଗଡ଼ା ଆଗକୁ ବଢ଼ିବା ପୂର୍ବରୁ ଦୁହିଁଙ୍କ ସ୍ୱାମୀ ମଝିରେ ପଶି ବୁଝାସୁଝା କରିବାକୁ ଆସି ପହଞ୍ଚିଲେ। ରାଜେଶ ତରବର ହୋଇ ରୂପାଙ୍କ ହାତ ଧରି ଟାଣି କହିଲେ, ବାସ୍, ଏତିକି ଥାଉ। ଏ ନାଟକ ଏତିକିରେ ଶେଷ କର। ତୁରନ୍ତ ଭିତରକୁ ଚାଲ। ଅନ୍ୟପଟେ ମୋହିତ ମନୀଷାକୁ ଧମକ ଦେଇ କହିଲା, ଏ ହଙ୍ଗାମା ବନ୍ଦ କର, ଆଉ ଭିତରକୁ ଯା। ସ୍ୱାମୀମାନଙ୍କର ହସ୍ତକ୍ଷେପ ପରେ ଦୁହେଁ ମହିଳା ଅନିଚ୍ଛାରେ ନିଜ ନିଜ କୋଠରୀକୁ ଚାଲିଗଲେ। କିନ୍ତୁ ସେମାନଙ୍କ ଭିତରେ ଜଳୁଥିବା ରାଗ ଶାନ୍ତ ହୋଇନଥିଲା। ରାଜେଶ ଗମ୍ଭୀର ସ୍ୱରରେ କହିଲେ, ରୂପା, ଏ ପ୍ରତିଦିନର ଝଗଡ଼ା ଭଲ ଲାଗୁନାହିଁ। ଘରେ ସମସ୍ତେ ମିଳିମିଶି ରହିବା ଦରକାର। ରୂପା ଜ୍ୱଳନ୍ତ ଆଖିରେ ତାଙ୍କୁ ଚାହିଁ ବ୍ୟଙ୍ଗାତ୍ମକ ଭାବେ ହସି କହିଲେ, ଆଚ୍ଛା, ତୁମେ ମୋତେ ମିଳିମିଶି ରହିବାର ଉପଦେଶ ଦେଉଛ? ପ୍ରଥମେ ଶୁଣ ଯେ ସେ ମନୀଷା ତୁମ ବିଷୟରେ କ'ଣ କ'ଣ କହୁଥିଲା। ରାଜେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କ'ଣ କହିଲା ସେ? ରୂପା କହିଲେ, କ'ଣ ନ କହିଲା? କହୁଥିଲା ଯେ ଘରର ସମସ୍ତ ରାସନ ତୁମେ ହିଁ ଖାଇଦେଉଛ। କୌଣସି କାମ କରନ୍ତି ନାହିଁ, କେବଳ ବସି ବସି ଖାଆନ୍ତି। ରାଜେଶଙ୍କ ମୁହଁ ରାଗରେ ଲାଲ ହୋଇଗଲା। କ'ଣ, ତାର ଏତେ ସାହସ? ବଡ଼ ଛୋଟର ଲାଜ ମର୍ଯ୍ୟାଦା ମଧ୍ୟ ରହିଲା ନାହିଁ। ଆଉ ନୁହେଁ ତ କ'ଣ? ଏ ପ୍ରତିଦିନର ଝଗଡ଼ାରୁ ତ ଅଲଗା ହୋଇଯିବା ହିଁ ଭଲ। ନିଜ ଇଚ୍ଛା ମୁତାବକ ଖାଇବା, ନିଜ ଢଙ୍ଗରେ ବଞ୍ଚିବା। ଏହା କହୁଥିଲା ବେଳେ ରୂପାଙ୍କ ମୁହଁରେ ଏକ ଚାଲାକ ହସ ଫୁଟି ଉଠିଲା। ଅନ୍ୟପଟେ ମୋହିତ ମଧ୍ୟ ରାଗରେ ମନୀଷାଙ୍କୁ ଗାଳି ଦେଉଥିଲେ। ତୁମକୁ ବାରମ୍ବାର ବୁଝାଉଛି, ଏମିତି ଝଗଡ଼ା କର ନାହିଁ। ପ୍ରତିଥର ତୁମେ କାହିଁକି ତାମସା କରୁଛ? ମନୀଷା ଥଣ୍ଡା ନିଶ୍ୱାସ ନେଇ କହିଲା, ହଁ ହଁ, ମୁଁ ଯେତେବେଳେ କହୁଛି ତାହା ତାମସା। ଆଉ ତୁମର ଭାଉଜ ମୋତେ ଯେତେବେଳେ ଛୋଟ ଦେଖାନ୍ତି, ତେବେ କିଛି ନାହିଁ। ତୁମେ ତ ଦିନସାରା ଭାଇ ଭାଉଜଙ୍କ ନାଁ ଜପୁଛ। ଆଉ ସେ କ'ଣ କହୁଥିଲେ ଜାଣିଛ? ତୁମକୁ ବେରୋଜଗାରୀ, କାମଚୋର, ଅଳସୁଆ, ଆଉ କ'ଣ କ'ଣ ସବୁ କହୁଥିଲେ। ମୁଁ ନିଷ୍ପତ୍ତି ନେଇଛି, ଏବେ ମୁଁ ଭାଉଜଙ୍କ ସହ ଗୋଟେ ରୋଷେଇରେ କାମ କରିବି ନାହିଁ। ମୋହିତ ରାଗରେ ଫାଟି ପଡ଼ିଲା। କ'ଣ? ଭାଉଜ ଏମିତି କହିଲେ? ଯଦି ବିଶ୍ୱାସ ନାହିଁ, ତେବେ ଯାଇ ନିଜେ ପଚାରି ଦେଖ। ଏବେ ଦୁଇ ଭାଇଙ୍କ ରକ୍ତ ଫୁଟୁଥିଲା। ଦୁହେଁ ରାଗରେ ଅଗଣାକୁ ଆସିଗଲେ। ପଛରେ ପଛରେ ଦୁଇ ପତ୍ନୀ ମଧ୍ୟ ଆସି ପହଞ୍ଚିଲେ। ଏବେ ଝଗଡ଼ା କେବଳ ଦୁଇ ଯାଙ୍କ ମଧ୍ୟରେ ସୀମିତ ନ ରହି ଦୁଇ ଭାଇଙ୍କ ମଧ୍ୟରେ ମଧ୍ୟ ଆରମ୍ଭ ହୋଇଗଲା। ରାଜେଶ ଗର୍ଜି ଉଠିଲା, ମୋହିତ, ତୋ ପତ୍ନୀକୁ ବୁଝା। ସେ ରୂପାଙ୍କୁ ଯାହା କହିଛି ତା ପାଇଁ କ୍ଷମା ମାଗିବ। ମୋହିତ ପ୍ରତି ଉତ୍ତର ଦେଲେ, କାହିଁକି ଭାଇ? ଝଗଡ଼ା ତ ଭାଉଜ ଆରମ୍ଭ କଲେ, ତେବେ ମନୀଷା କାହିଁକି କ୍ଷମା ମାଗିବ? ଆଚ୍ଛା, ତୋର ପତ୍ନୀ ଆମ ବିରୁଦ୍ଧରେ ଏତେ ବିଷ ଭରି ଦେଇଛି? ରାଜେଶ କହିଲେ। ରୂପା ମଧ୍ୟ କହି ଉଠିଲା, ତେବେ ଠିକ୍ ଅଛି, ଆଜି ନିଷ୍ପତ୍ତି ହେବ। ମନୀଷା ମଧ୍ୟ ରାଗରେ ତମ ହୋଇ କହିଲା, ହଁ, ନିଷ୍ପତ୍ତି ନିଶ୍ଚୟ ହେବ। କେତେ ଦିନ ଏ ପ୍ରତିଦିନର ଝଗଡ଼ା ଚାଲିବ? ସେହି ସମୟରେ କାବେରୀ ଦେବୀ ଆସିଲେ। ତାଙ୍କ ସ୍ୱରରେ ରାଗଠାରୁ ଅଧିକ ଅସହାୟତା ଦେଖାଯାଉଥିଲା। ତୁମେମାନେ କ'ଣ କହୁଛ? ତୁମକୁ ଟିକିଏ ବି ଲାଜ ଲାଗୁନାହିଁ? ତୁମର ବାପା ଅସୁସ୍ଥ ଅଛନ୍ତି। ଅତି କମରେ ତାଙ୍କର ସ୍ୱାସ୍ଥ୍ୟରେ ତ ଧ୍ୟାନ ରଖିଥାନ୍ତ। କିଛି ଲାଜ ମର୍ଯ୍ୟାଦା ବାକି ନାହିଁ। ଲୋକେ କ'ଣ କହିବେ? ଗୋଟେ ଘରେ ରହୁଛ, ଆଉ ଏମିତି ନିଜ ନିଜ ମଧ୍ୟରେ ଝଗଡ଼ା କରୁଛ। ରାଜେଶ ରାଗରେ କହିଲେ, ମା', ତୁମେ ମଝିରେ କଥା କୁହ ନାହିଁ। ଆଜି ଏହି ସବୁଦିନର କଳହର ସମାଧାନ ହେବ।
ମୋହିତ ମଧ୍ୟ କହିଲା, ତେବେ ଆଉ ଡେରି କାହିଁକି ଭାଇ? ବାପା ମଧ୍ୟ ଏଠି ଅଛନ୍ତି, ମା ମଧ୍ୟ ଅଛନ୍ତି। ଏ ପ୍ରତିଦିନର କଳିରୁ ତ ଭାଗବଣ୍ଟା ହୋଇଗଲେ ଭଲ। ଗୋପୀନାଥ ବାବୁ, ଯିଏ ଏ ପର୍ଯ୍ୟନ୍ତ ନୀରବରେ ସବୁ ଦେଖୁଥିଲେ ଓ ଶୁଣୁଥିଲେ, ଏକ ଥଣ୍ଡା ନିଶ୍ୱାସ ନେଇ କହିଲେ, ଆରେ କିଛି ତ ବୁଦ୍ଧିରେ କାମ କର। ଗୋଟେ ଛାତ ତଳେ ରହୁଛ ତ ଟିକେ ନିଖେ ଝଗଡ଼ା ତ ହେବ। ଯେଉଁଠି ଚାରୋଟି ବାସନ ଥାଏ ସେଠି ଖଟଖଟ ଶବ୍ଦ ତ ହୁଏ, କିନ୍ତୁ ତାର ଅର୍ଥ ଏ ନୁହେଁ ଯେ ଘରେ ଭାଗବଣ୍ଟା କରିଦେବା। ରାଜେଶ ଉତ୍ତର ଦେଲେ, ବାପା, ଆମେ କେବଳ ଏତିକି ଚାହୁଁଛୁ ଯେ ଏବେ ସବୁ କିଛି ଅଲଗା ହେଇଯାଉ। ଏହା ଶୁଣି ଗୋପୀନାଥ ବାବୁଙ୍କ ଆଖିରେ ଲୁହ ଆସିଗଲା। ସେ ଏକ ଦୁଃଖପୂର୍ଣ୍ଣ ହସ ସହ କହିଲେ, ତୁମେ ସମସ୍ତେ ନିଜ ନିଜ କଥା ଶୁଣାଇଦେଲ, କିନ୍ତୁ କେହି ବି ଏହା ଭାବିବାକୁ ଚେଷ୍ଟା କଲ କି ଆମେ ଦୁହେଁ କ'ଣ ଚାହୁଁ? ଏହି ପ୍ରଶ୍ନ ସହିତ ଅଗଣାରେ ଏକ ଗଭୀର ନୀରବତା ଖେଳିଗଲା। ତାପରେ ଗୋପୀନାଥ ବାବୁ ତାଙ୍କ ଅଧିକାରପୂର୍ଣ୍ଣ ଓ ଭାରୀ ସ୍ୱରରେ କହିଲେ, ଏବେ ମୋ କଥା ସମସ୍ତେ କାନ ଖୋଲି ଶୁଣ। ଯେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲୁଛି ଏ ଘର ଭାଗ ହେବ ନାହିଁ। ବାସ୍, କହିଦେଲି ତ କହିଦେଲି। ତାଙ୍କ ସ୍ୱରରେ ଏତେ ଓଜନ ଥିଲା ଯେ ଏକ ମୁହୂର୍ତ୍ତ ପାଇଁ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ରୂପା ଓ ମନୀଷା ରାଗରେ ଗୁଣୁଗୁଣୁ ହେଲେ। ଦୁହେଁ ରାଗରେ ନିଜ ନିଜ କୋଠରୀ ଆଡ଼େ ଚାଲିଗଲେ, ଆଉ ସେମାନଙ୍କ ପଛରେ ରାଜେଶ ଓ ମୋହିତ ମଧ୍ୟ ଚାଲିଗଲେ। କୋଠରୀରେ ପହଞ୍ଚି ରୂପା ରାଗରେ ତମତମ ହୋଇ ଖଟିଆ ଉପରେ ଧମ୍ କରି ବସି ପଡ଼ିଲା। ସେ ପାଖରେ ଟେବୁଲ ଉପରେ ରଖା ପାଣି ଗ୍ଲାସଟିକୁ ଉଠାଇ ସମ୍ପୂର୍ଣ୍ଣ ଶକ୍ତିରେ ଚଟାଣରେ ଫୋପାଡ଼ି ଦେଲା। ସେ ଚିତ୍କାର କଲା, ତମେ ମଧ୍ୟ ବଡ଼ ଅଜଣା। ବାପା ତାଙ୍କର ହୁକୁମ ଶୁଣାଇ ଦେଲେ, ଆଉ ତୁମେ ଚୁପଚାପ ସେଠାରୁ ଚାଲି ଆସିଲ। ରାଜେଶ ଏକ ଲମ୍ବା ନିଶ୍ୱାସ ନେଇ କହିଲେ, ତେବେ ମୁଁ ଆଉ କ'ଣ କରିବି ରୂପା? ତୁମେ ଦେଖିନାହଁ କି ବାପାଙ୍କୁ କେତେ କଷ୍ଟ ହେଉଥିଲା? ତାଙ୍କ ମୁହଁ ରାଗରେ ଲାଲ ହୋଇଯାଇଥିଲା। ଆଚ୍ଛା, ତେବେ ତୁମକୁ କେବଳ ବାପାଙ୍କ ରାଗ ଦେଖାଗଲା, ମୋ ରାଗ ନୁହେଁ? ପ୍ରତିଥର ତୁମେ ତାଙ୍କ ଆଗରେ ସମର୍ପଣ କରିଦେଉଛ, କିନ୍ତୁ ଏଥର ଏମିତି ହେବ ନାହିଁ। ଏ ଘରର ଭାଗବଣ୍ଟା ହେବ, ନହେଲେ ମୁଁ ମୋ ପିଲାମାନଙ୍କୁ ନେଇ ମୋ ମା ଘରକୁ ଚାଲିଯିବି। ରୂପା ଧମକ ଦେଇ କହିଲା। ରାଜେଶ ଏହା ଶୁଣି ହତବାକ୍ ହୋଇଗଲେ। ଆରେ, ଏ କିପରି କଥା କହୁଛ? ରୁହ, ମୁଁ କିଛି ସମାଧାନ ବାହାର କରୁଛି, ରାଜେଶ କହିଲା। ଅନ୍ୟପଟେ ମନୀଷା ମଧ୍ୟ ରାଗରେ ତମତମ ହୋଇଥିଲା। ମୋହିତ କୋଠରୀର କବାଟ ଭିତରୁ ବନ୍ଦ କରି କହିଲା, ଦେଖ ମନୀଷା, ବାପା ସଫା ସଫା କହିଦେଇଛନ୍ତି ଯେ ଭାଗବଣ୍ଟା ହେବ ନାହିଁ, ମାନେ ହେବ ନାହିଁ। ମନୀଷା ତମତମ ହୋଇ କହିଲା, ଏଠି ମୋର କିଛି ଇଜ୍ଜତ ଅଛି କି ନାହିଁ? ମୁଁ କ'ଣ ସବୁବେଳେ ବଡ଼ ଯାଆର କଥା ଶୁଣି ରହିବି? ବାସ୍, ବହୁତ ହେଲା। ଯେ ପର୍ଯ୍ୟନ୍ତ ଏ ଘରର ଭାଗବଣ୍ଟା ନ ହେବ, ମୁଁ ଅନ୍ନର ଗୋଟେ ଦାନା ମୁହଁରେ ପକାଇବି ନାହିଁ। ମୋହିତ ଆଶ୍ଚର୍ଯ୍ୟ ହୋଇ କହିଲା, ଏ କ'ଣ କହୁଛ ମନୀଷା? ଯାହା କହିବା ଦରକାର, ମନୀଷା କହିଲା। ଏ ଘର ଭାଗବଣ୍ଟା ହେବ, ନହେଲେ ମୁଁ କିଛି ବି ଖାଇବି ନାହିଁ। ରାତି ହୋଇଯାଇଥିଲା, କିନ୍ତୁ ଘରେ ନୀରବତା ଏବେ ମଧ୍ୟ ଥିଲା। ରାଜେଶ ଓ ମୋହିତ ଏବେ ଚିନ୍ତାରେ ପଡ଼ିଯାଇଥିଲେ। ଘରେ ପ୍ରତିଦିନର କଳିରୁ ବଞ୍ଚିବାର ଏକମାତ୍ର ରାସ୍ତା ସେମାନଙ୍କୁ ଦେଖାଯାଉଥିଲା ଭାଗବଣ୍ଟା। ପରଦିନ ସକାଳୁ ଦୁଇ ଭାଇ ଗାଁର ସରପଞ୍ଚ ରାମବାବୁଙ୍କୁ ଘରକୁ ଡାକି ଆଣିଲେ। ସରପଞ୍ଚ ଅଗଣାରେ ପହଞ୍ଚିବା ମାତ୍ରେ ଦେଖିଲେ ଯେ ସମସ୍ତ ପରିବାର ସେଠାରେ ଉପସ୍ଥିତ ଥିଲେ। କାବେରୀ ଦେବୀ ଓ ଗୋପୀନାଥ ବାବୁ ଗୋଟେ କୋଣରେ ଚୁପଚାପ ବସିଥିଲେ। ରୂପା ଓ ମନୀଷା ଗର୍ବରେ ମୁଣ୍ଡ ଉଠାଇ ଠିଆ ହୋଇଥିଲେ। ରାଜେଶ ସରପଞ୍ଚଙ୍କୁ କହିଲେ, ସରପଞ୍ଚ ବାବୁ, ଆମେ ଆପଣଙ୍କୁ ଏକ ଜରୁରୀ କଥା ପାଇଁ ଡାକିଛୁ। ଏବେ ଏ ଘରେ ଏକାଠି ରହିବା କଷ୍ଟକର ହୋଇପଡ଼ିଛି, ତେଣୁ ଆମେ ଚାହୁଁଛୁ ଯେ ଘରର ଭାଗବଣ୍ଟା କରିଦେବୁ। ସରପଞ୍ଚ ଗୋପୀନାଥ ବାବୁଙ୍କ ଆଡ଼େ ଚାହିଁଲେ, ଯେ ଏବେ ମଧ୍ୟ ନୀରବ ଥିଲେ। ସେ ଗଭୀର ନିଶ୍ୱାସ ନେଇ କହିଲେ, ଗୋପୀନାଥ ବାବୁ, ପୁଅମାନଙ୍କର ବାହାଘର ପରେ ସେମାନଙ୍କର ନିଜ ପରିବାର ହୋଇଯାଏ। ଏମିତି ସମୟରେ ଭାଗବଣ୍ଟାର ପରିସ୍ଥିତି ଆସି ହିଁ ଯାଏ। ଯଦି ଏହା ହିଁ ସମାଧାନ, ତେବେ ଡେରି କରିବାର କୌଣସି ଫାଇଦା ନାହିଁ। ଗୋପୀନାଥ ବାବୁ ତାଙ୍କ ପତ୍ନୀ କାବେରୀ ଦେବୀଙ୍କୁ ଚାହିଁଲେ, ଯାହାଙ୍କ ଆଖିରୁ ଅନବରତ ଲୁହ ବହିବାରେ ଲାଗିଥିଲା। ସେ ଗଭୀର ସ୍ୱରରେ କହିଲେ, ଯଦି ଏଥିରେ ହିଁ ମୋ ପିଲାମାନେ ଖୁସି, ତେବେ ଠିକ୍ ଅଛି, ଘରକୁ ଦୁଇ ଭାଗ କରିଦିଅ। ପରଦିନ ଗାଁରେ ପଞ୍ଚାୟତ ବସିଲା। ସମସ୍ତ ଗାଁ ଏହା ଦେଖିବା ପାଇଁ ଏକତ୍ରିତ ହେଲେ ଯେ ଗୋପୀନାଥ ବାବୁଙ୍କ ପରିବାର, ଯିଏ କେବେ ଏକତାର ଉଦାହରଣ ଥିଲା, ଆଜି ଦୁଇ ଭାଗରେ ବଣ୍ଟା ହେବାକୁ ଯାଉଛି। ପ୍ରଥମେ ଘରର ସମସ୍ତ ଜିନିଷ ଦୁଇ ଭାଗରେ ବାଣ୍ଟି ଦିଆଗଲା। ରୋଷେଇର ବାସନରୁ ଆରମ୍ଭ କରି ଚାଉଳ ପର୍ଯ୍ୟନ୍ତ ସବୁ ଜିନିଷର ହିସାବ ହେଲା। ତାପରେ ଦୁଇ ବୋହୂ ନିଜ ନିଜ ଯୌତୁକରେ ଆଣିଥିବା ଫର୍ଣ୍ଣିଚର ନିଜ ନିଜ ଅଂଶରେ ନେଲେ। ଏପରିକି ଘରର ମନ୍ଦିରରେ ରହିଥିବା ଭଗବାନଙ୍କ ମୂର୍ତ୍ତି ଗୁଡ଼ିକୁ ମଧ୍ୟ ଦୁଇ ବୋହୂ ନିଜ ମଧ୍ୟରେ ବାଣ୍ଟି ନେଲେ। ତାପରେ କେଉଁ ଜମି କାହା ଅଂଶରେ ଯିବ, ତାହା ମଧ୍ୟ ନିଷ୍ପତ୍ତି ହେଲା। ଘରର ଅଗଣା ମଝିରେ ଏକ ଲାଇନ ଟଣାଗଲା, ଯାହା ଏବେ
ଦୁଇ ଭାଇଙ୍କ ସୀମା ନିର୍ଦ୍ଧାରଣ କରୁଥିଲା। ଦୋକାନ ଓ ଜମି ମଧ୍ୟ ସମାନ ଭାଗରେ ବଣ୍ଟା ହେଲା। ଏବେ ସବୁକିଛି ବଣ୍ଟା ହୋଇସାରିଥିଲା। ସେହି ସମୟରେ ସରପଞ୍ଚ ଗମ୍ଭୀର ସ୍ୱରରେ କହିଲେ, ସମସ୍ତ ଭାଗବଣ୍ଟା ତୁମେମାନେ କରିନେଲ, କିନ୍ତୁ ଗୋଟେ ପ୍ରଶ୍ନ ଅଛି, ତୁମର ମା ଓ ବାପାଙ୍କର କ'ଣ? ସେମାନଙ୍କୁ କିଏ ରଖିବ? ଛୋଟ ପୁଅ ମୋହିତ ନା ବଡ଼ ପୁଅ ରାଜେଶ? ସେମାନଙ୍କ ଯୋଗୁଁ ହିଁ ତ ଏ ଘର, ଏ ଜିନିଷ, ଏ ଜମି ବିଲ ସବୁ କିଛି। ସେମାନେ କେଉଁଠି ରହିବେ କିଛି ଭାବିଛ କି? ଅଗଣାରେ ଏକ ଗଭୀର ନୀରବତା ଖେଳିଗଲା। ରାଜେଶ ଓ ମୋହିତ ଦୁହେଁ ଦୁହିଁଙ୍କର ମୁହଁ ଚାହିଁବାକୁ ଲାଗିଲେ। ରୂପା ଓ ମନୀଷା, ଯେଉଁମାନେ ଏପର୍ଯ୍ୟନ୍ତ ବିଜୟର ଖୁସି ଅନୁଭବ କରୁଥିଲେ, ଏବେ ଦୁହେଁ ଦୁହିଁଙ୍କୁ ଟିକେ ଟିକେ ଚାହିଁବାକୁ ଲାଗିଲେ। ସେହି ସମୟରେ ରୂପା କାଶି ଦେଇ ଇଙ୍ଗିତ କଲେ। ରାଜେଶ ଧୀର ସ୍ୱରରେ କହିଲେ, ଦେଖନ୍ତୁ, ମୁଁ ବଡ଼ ନିଶ୍ଚୟ ଅଟେ, କିନ୍ତୁ ବରାବର ଭାଗବଣ୍ଟା ହୋଇଛି। ତେଣୁ ମା ବାପାଙ୍କ ଦାୟିତ୍ୱ ମଧ୍ୟ ବରାବର ହେବା ଦରକାର। ତେବେ ସରପଞ୍ଚଙ୍କ ସାଙ୍ଗରେ ଠିଆ ହୋଇଥିବା ଜଣେ ବୃଦ୍ଧ କହିଲେ, କିନ୍ତୁ ରାଜେଶ, ତୁମେ ବଡ଼ ପୁଅ। ତୁମର ପ୍ରଥମ କର୍ତ୍ତବ୍ୟ ହେଉଛି ଯେ ତୁମେ ମା ବାପାଙ୍କୁ ତୁମ ପାଖରେ ରଖିବ। ରୂପା, ଯିଏ ଏପର୍ଯ୍ୟନ୍ତ ଚୁପ୍ ଥିଲେ, ତୀକ୍ଷ୍ଣ ସ୍ୱରରେ କହିଲେ, ଠିକ୍ ଅଛି, ତେବେ ଗୋଟେ କାମ କରନ୍ତୁ, ମା ବାପାଙ୍କର ମଧ୍ୟ ଗୋଟେ ଭାଗ ରଖିଦିଅନ୍ତୁ। ତାପରେ ଆମେ ସେମାନଙ୍କୁ ଆମ ପାଖରେ ରଖିବୁ। ମନୀଷା ତୁରନ୍ତ ଉତ୍ତର ଦେଲେ, ଏମିତି କିପରି? ଏହା ଠିକ୍ ହେବ ନାହିଁ। ଗୋଟେ କାମ କରିବା, ମାଙ୍କୁ ଆମେ ଆମ ସାଙ୍ଗରେ ରଖିବୁ, ଆଉ ବାପା ଭାଇ ଭାଉଜଙ୍କ ପାଖରେ ରହିବେ। ଏହା ଶୁଣି ପଞ୍ଚାୟତରେ ଠିଆ ହୋଇଥିବା କିଛି ଲୋକ ଗୁଣୁଗୁଣୁ କରିବାକୁ ଲାଗିଲେ। କିନ୍ତୁ ରାଜେଶ ଓ ମୋହିତ ମଧ୍ୟ ଏହି ନିଷ୍ପତ୍ତିରେ ହଁର ମୋହର ଲଗାଇଦେଲେ। ବିନା ପଚାରି ସେମାନଙ୍କ ମାତା ପିତାଙ୍କ ଭାଗ୍ୟ ନିଷ୍ପତ୍ତି ହୋଇଗଲା। ଗୋପୀନାଥ ବାବୁ ଓ କାବେରୀ ଦେବୀ ଗୋଟେ କୋଣରେ ଠିଆ ହୋଇ ସବୁ ଶୁଣୁଥିଲେ। ଆଜି ସେମାନଙ୍କ ନିଜ ପୁଅମାନେ ସେମାନଙ୍କୁ ବାଣ୍ଟି ଦେଇଥିଲେ, ଯେମିତି ସେମାନେ କିଛି ଜିନିଷ ବା ବସ୍ତୁ। ଗୋପୀନାଥ ବାବୁଙ୍କ ଆଖି ଓଦା ହୋଇଗଲା, କିନ୍ତୁ ସେ କିଛି କହିଲେ ନାହିଁ। ସରପଞ୍ଚ ଭାରି ମନରେ ମୁଣ୍ଡ ହଲାଇ କହିଲେ, ଠିକ୍ ଅଛି, ଯଦି ତୁମେ ସମସ୍ତେ ଏହା ଚାହୁଁଛ, ତେବେ ଏହା ହିଁ ହେବ। ପଞ୍ଚାୟତ ସରିଗଲା। ଗାଁ ଲୋକେ ଧୀରେ ଧୀରେ ସେଠାରୁ ଚାଲିଗଲେ। ସେହି ଅଗଣା, ଯେଉଁଠି କେବେ ଖୁସି ଭରି ରହୁଥିଲା, ଆଜି ସେଠାରେ ଏକ ଅଜଣା ଖାଲିପଣ ଆସିଯାଇଥିଲା। କେବଳ ଅଗଣାର ମଝିରେ ଦୁଇଟି ବୁଢ଼ା ବୁଢ଼ୀ ବସିଥିଲେ, ଗୋପୀନାଥ ବାବୁ ଓ କାବେରୀ ଦେବୀ। ଗୋପୀନାଥ ବାବୁ ଏକ ଦୀର୍ଘ ନିଶ୍ୱାସ ନେଇ ଆକାଶ ଆଡ଼େ ଚାହିଁଲେ। ଆଜି ପ୍ରଥମ ଥର ପାଇଁ ସେମାନଙ୍କୁ ନିଜ ଘର ଅଜଣା ଲାଗୁଥିଲା। ସେହି ସମୟରେ ଏକ କଡ଼ା ସ୍ୱର ଶୁଭିଲା, ମା, ଭିତରକୁ ଚାଲନ୍ତୁ। ଏବେ ଆପଣ ଆମ ପଟେ। ଏହା ଥିଲା ଛୋଟ ବୋହୂ ମନୀଷା। ସେହି ସମୟରେ ରୂପା ମଧ୍ୟ ଆସି ପହଞ୍ଚିଲା। ସେ କିଛି ତାଚ୍ଛଲ୍ୟ ଭରା ସ୍ୱରରେ କହିଲା, ଆଉ ବାପା, ଆପଣ ଆମ ସାଙ୍ଗରେ ଚାଲନ୍ତୁ। ଗୋପୀନାଥ ବାବୁ ଧୀରେ କହିଲେ, ନା, ଆମେ ଦୁହେଁ ଅଲଗା ଅଲଗା ରହିବୁ ନାହିଁ। ରୂପା ତୁରନ୍ତ ତାଙ୍କ ସ୍ୱାମୀ ଆଡ଼େ ଚାହିଁ କହିଲେ, ଦେଖିଲେ ତ, ବୟସ ଢଳି ଯାଇଛି, କିନ୍ତୁ ଦୁହେଁ ଦୁହିଁଙ୍କର ସାଙ୍ଗ ଛାଡ଼ିବାର ମନ ଏବେ ମଧ୍ୟ ହେଉନାହିଁ। ନିଜ ବୋହୂର ଏ ପ୍ରକାର କଥା ଶୁଣି ଗୋପୀନାଥ ବାବୁ ଦୁଃଖରେ ଆଖି ବୁଜିଦେଲେ। ତାପରେ ଧୀରେ କିନ୍ତୁ ଦୃଢ଼ ସ୍ୱରରେ କହିଲେ, ବୋହୂ, ଏହି ବୃଦ୍ଧାବସ୍ଥା ହିଁ ତ ସେହି ସମୟ ଯେତେବେଳେ ଜଣେ ଜୀବନସାଥୀକୁ ଅନ୍ୟର ସବୁଠାରୁ ଅଧିକ ଆବଶ୍ୟକତା ହୁଏ। ଯେତେବେଳେ ଶରୀର ସାଙ୍ଗ ଦିଏ ନାହିଁ, ପାଦ ଟଳମଳ ହୁଏ, ସେତେବେଳେ ଜୀବନସାଥୀର ହାତ ହିଁ ଶେଷ ବାଡ଼ି ହୁଏ। ମୋ ଶରୀର ଏବେ ସାଙ୍ଗ ଦେଉନାହିଁ। ଏମିତି ସମୟରେ କାବେରୀ ହିଁ ତ ମୋର ଏକମାତ୍ର ସମ୍ବଳ। ରାଜେଶ, ଯିଏ ଏ ପର୍ଯ୍ୟନ୍ତ ଚୁପଚାପ ଠିଆ ହୋଇ ରହିଥିଲା, ତୀକ୍ଷ୍ଣ ସ୍ୱରରେ କହିଲା, ବାପା, ଏହି ମହଙ୍ଗା ସମୟରେ ଆମେ ଆମ ଉପରେ ଦୁଇ ଜଣଙ୍କର ଅତିରିକ୍ତ ଭାର ନେଇପାରିବୁ ନାହିଁ। ଆପଣଙ୍କର ଦେଖାଶୁଣାର ଦାୟିତ୍ୱ ଆମର ଅଛି। ଯାହା ହେଉ, ଛାତ ତ ଗୋଟେ ହିଁ ଅଛି। କାବେରୀ ଦେବୀଙ୍କ ଆଖିରେ ଏକ ଦୁଃଖ ଉଙ୍କି ମାରିଲା। ଆଚ୍ଛା, ମା ବାପା ଏବେ ଭାର ହୋଇଗଲୁ? ତାପରେ ସେ ଏକ ଲମ୍ବା ନିଶ୍ୱାସ ନେଇ ଆଖିରୁ ଲୁହ ପୋଛି କହିଲେ, ଠିକ୍ ଅଛି, ଯେମିତି ଭାଗ୍ୟକୁ ଇଚ୍ଛା। କିନ୍ତୁ ଏବେ ମୋର ଓ ତୁମ ବାପାଙ୍କ ବିଛଣା ଅଗଣାରେ ହିଁ ଲଗାଇ ଦିଅ। ମା, ମୁଁ ତ ଆପଣଙ୍କ ବିଛଣା ଲଗାଇ ଦେଉଛି, କିନ୍ତୁ ବାପାଙ୍କ ବିଛଣା ଭାଉଜ ହିଁ ଲଗାଇବେ। ଅଲାଚୁକି ଭାବେ କହି ମନୀଷା ଗୋଟିଏ ବିଛଣା ବିଛାଇଲା। ମୁହଁ ବଙ୍କାଇ ରୂପା ମଧ୍ୟ ଗୋଟିଏ ବିଛଣା ବାହାର କରି ଅଗଣାରେ ପକାଇଦେଲା। ପରଦିନ ସକାଳୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ଅଗଣାରେ ପଡ଼ୁଥିଲା। ପକ୍ଷୀମାନଙ୍କର ଚିଁ ଚିଁ ଶବ୍ଦ ଗୁଞ୍ଜୁଥିଲା। କାବେରୀ ଦେବୀ କାମରେ ଲାଗି ପଡ଼ିଥିଲେ। ମନୀଷା ସକାଳୁ ସକାଳୁ ତାଙ୍କୁ ପରିବା କାଟିବାକୁ ଦେଇ ଦେଇଥିଲା। କିନ୍ତୁ ଗତକାଲିର ଘଟଣାଗୁଡ଼ିକ ଗୋପୀନାଥ ବାବୁଙ୍କ ମନରେ ହଲଚଲ ସୃଷ୍ଟି କରୁଥିଲା। ଦୁହେଁ ଚୁପଚାପ ରହିଥିଲେ। ସେହି ସମୟରେ ତାଙ୍କର ଦୁଇ ନାତି ରୋହନ ଓ ସାହିଲ ଅଗଣାରେ ଖେଳିବାକୁ ଲାଗିଲେ। ନିରୀହ ପିଲାମାନେ କ'ଣ ଜାଣନ୍ତି ଭାଗବଣ୍ଟା କ'ଣ? ସେମାନଙ୍କୁ ତ କେବଳ ଖେଳ ହିଁ ଦରକାର। ସେମାନେ ଆଗ ପରି ଖିଲି ଖିଲି ହସୁଥିଲେ। କେତେବେଳେ ବଲ୍ ଖେଳୁଥିଲେ ତ
କେତେବେଳେ ଦୁହେଁ ଦୁହିଁଙ୍କ ଗଳାରେ ବାହୁ ପକାଇ ଅଗଣାରେ ବୁଲୁଥିଲେ। ଠିକ୍ ସେହି ସମୟରେ ବଡ଼ ବୋହୂ ରୂପା ରାଗରେ ତମ୍ ତମ୍ ହୋଇ ବାହାରକୁ ଆସିଲା। ରୋହନ, ତତେ ଆ ସାଙ୍ଗରେ ଖେଳିବାକୁ ମନା କରାଯାଇଥିଲା ନା? ପିଲାମାନେ ଏହା ଶୁଣି ଡରିଗଲେ। ରୋହନ ନିରୀହ ଭାବେ ତା ମା ଆଡ଼େ ଚାହିଁଲା। କହିଲା, ମା, ସାହିଲ ତ ମୋ ଭାଇ। ଏବେ ସେ ଭାଇ ନୁହେଁ, ଏବେ ସେ କେବଳ ପଡ଼ୋଶୀ। ରୂପା କହିଲା। ରୂପା ଚିତ୍କାର କଲା ଓ ତାଙ୍କ ପୁଅ ରୋହନକୁ ଟାଣି ଅଲଗା କରିଦେଲା। ସାହିଲ, ଯିଏ ଏ ପର୍ଯ୍ୟନ୍ତ କ'ଣ ହେଉଛି ବୁଝିପାରି ନଥିଲା, କାନ୍ଦିବାକୁ ଲାଗିଲା। ତାର ମୁହଁରୁ ବାହାରିଲା, ମା, ମା। ଏହି ଡାକ ଶୁଣି ମନୀଷା ଦୌଡ଼ି ବାହାରକୁ ଆସିଲା। ମୋ ପୁଅକୁ ହାତ କିପରି ଲଗାଇଲ ଭାଉଜ? ସେ ରାଗରେ କହିଲା। ରୂପା ବ୍ୟଙ୍ଗରେ ହସି କହିଲା, ଆଚ୍ଛା, ତେବେ ତୋ ପୁଅ ତୋତେ ଏତେ ପ୍ରିୟ, ତେବେ ନିଜ ପାଖରେ ରଖ। ଏତିକି କହି ସେ ରୋହନର ହାତ ଧରି ତାକୁ ଭିତରକୁ ଟାଣି ନେଇଗଲା। ମନୀଷା ମଧ୍ୟ ରାଗରେ ସାହିଲକୁ ଟାଣି ଟାଣି ନିଜ କୋଠରୀକୁ ନେଇଗଲା। ଗୋପୀନାଥ ବାବୁ ଓ କାବେରୀ ଦେବୀ ସାମ୍ନାରେ ବସି ଏହି ଦୃଶ୍ୟ ଦେଖୁଥିଲେ। ଭାରି ସ୍ୱରରେ କାବେରୀ ଦେବୀ କହିଲେ, ହେ ଭଗବାନ, ଜାଣି ନାହିଁ କାହାର ନଜର ଲାଗିଗଲା ଏ ଘରକୁ। ଆମର ଏହି ଖୁସିର ସଂସାର ଭାଙ୍ଗିଗଲା। କିଛି ସମୟ ପରେ ମନୀଷା ହାତରେ ଚା ଓ ଜଳଖିଆ ନେଇ ଆସିଲା। ନିଅନ୍ତୁ ମା, ଆପଣଙ୍କ ଚା ଓ ଜଳଖିଆ। ସେ ଥାଳିଟି କାବେରୀ ଦେବୀଙ୍କ ସାମ୍ନାରେ ରଖିଦେଲା। କାବେରୀ ଦେବୀ ଧୀରେ କହିଲେ, ବୋହୂ, ତୋ ବାପାଙ୍କ ପାଇଁ ମଧ୍ୟ ଚା ଜଳଖିଆ ଆଣିଦେ। ମନୀଷା ମୁହଁରେ ଏକ ବ୍ୟଙ୍ଗାତ୍ମକ ହସ ଫୁଟାଇ ଅଣ୍ଟାରେ ହାତ ରଖି କହିଲା, ମା, କ'ଣ ଭୁଲିଗଲେ କି? ଗତକାଲି ତ ସମସ୍ତ କଥା ହୋଇଥିଲା। ବାପାଙ୍କ ଦାୟିତ୍ୱ ବଡ଼ ଭାଉଜଙ୍କର, ମୋର ନୁହେଁ। ଗୋପୀନାଥ ବାବୁ ଓ କାବେରୀ ଦେବୀ ଦୁହେଁ ପରସ୍ପରକୁ ଚାହିଁଲେ। କାବେରୀ ଦେବୀଙ୍କ ଆଖିରେ ଲୁହ ଆସିଗଲା। ସେ ଥାଳିଟିକୁ ଧୀରେ ଦୂରକୁ ଠେଲି ଦେଇ କହିଲେ, ତେବେ ଠିକ୍ ଅଛି, ମୋ ଜଳଖିଆ ମଧ୍ୟ ଭିତରକୁ ନେଇଯା। ମୁଁ ସେତେବେଳେ ଖାଇବି ଯେତେବେଳେ ତୁମ ବାପା ଖାଇବେ। ମନୀଷା ଆଖି ଦେଖାଇ ଗର୍ଗର ହୋଇ କହିଲା, ଜଳଖିଆ ଏଠି ରହିଛି, ଯେତେବେଳେ ମନ ହେବ ଖାଇ ନିଅନ୍ତୁ। ବାରମ୍ବାର ଗରମ କରି ଦେବାର ସମୟ ମୋ ପାଖରେ ନାହିଁ। ଏତିକି କହି ସେ ଭିତରକୁ ଚାଲିଗଲା। ଗୋପୀନାଥ ବାବୁ ଓ କାବେରୀ ଦେବୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ତାପରେ କାବେରୀ ଦେବୀ କହିଲେ, କିଛି ଅସୁବିଧା ନାହିଁ, ଆମେ ଏକାଠି ଖାଇନେବା। ସେ ଥାଳିଟି ତାଙ୍କ ସ୍ୱାମୀଙ୍କ ପାଖକୁ ନେଇ ଆସିଲେ। ଯେମିତି ସେମାନେ ଥରେ ହିଁ ଖାଇଛନ୍ତି। ଠିକ୍ ସେହି ସମୟରେ ରୂପା ମଧ୍ୟ ହାତରେ ଥାଳି ନେଇ ବାହାରକୁ ଆସିଲା। ଦେଖିବା ମାତ୍ରେ କହିଲା, ଏ କ'ଣ, ଆପଣ ମନୀଷାର ହାତରେ ତିଆରି ଜଳଖିଆ ଖାଉଛନ୍ତି? ମୁଁ କ'ଣ ଆପଣଙ୍କୁ ଜଳଖିଆ ତିଆରି କରି ଦେଉନାହିଁ? ଗୋପୀନାଥ ବାବୁ କହିଲେ, ନା ବୋହୂ, ସାନ ବୋହୂ ତୁମ ଶାଶୁଙ୍କୁ ପ୍ରଥମେ ଜଳଖିଆ ଦେଇଥିଲା, ଆଉ ସେ ତ ମୋ ଖାଇବା ବିନା ଖାଆନ୍ତି ନାହିଁ, ତେଣୁ ମୁଁ ଥରେ ହିଁ ଅଳ୍ପ ଟିକେ ଖାଇଛି। ରୂପା କହିଲେ, ଆଚ୍ଛା, ଠିକ୍ ଅଛି, କିନ୍ତୁ ଏବେ ଏହି ଜଳଖିଆ ହିଁ ଖାଆନ୍ତୁ। ଗୋପୀନାଥ ବାବୁ ଚୁପଚାପ ଥାଳି ଆଡ଼େ ଚାହିଁଲେ, କିନ୍ତୁ ତାଙ୍କ ମନ ଅନ୍ୟ କିଛି ଚିନ୍ତାରେ ବୁଡ଼ି ରହିଥିଲା। ସେ ଧୀରେ ପଚାରିଲେ, ବୋହୂ, ରାଜେଶ କେଉଁଠି? ରୂପା କିଛି କହିବାକୁ ମୁହଁ ଖୋଲିଥିଲା ବେଳେ ରାଜେଶ ନିଜେ ବାହାରକୁ ଆସିଲା। ସେ ତରବର ହୋଇ ଦୋକାନକୁ ଯିବା ପାଇଁ ବାହାରୁଥିଲା। ଗୋପୀନାଥ ବାବୁ ତାଙ୍କୁ ପାଖକୁ ଡାକି ତାଙ୍କ ହାତରେ ଗୋଟେ ଚଷମା ଦେଇ କହିଲେ, ପୁଅ, ଯିବା ପୂର୍ବରୁ ତୁମ ମାର ଏହି ଚଷମାଟି ନେଇଯା। 2 ଦିନ ହେଲା ସେ ଭଙ୍ଗା ଚଷମା ପିନ୍ଧୁଛି। ଦୋକାନ ପାଖରେ ହିଁ ଚଷମା ଦୋକାନ ଅଛି, ଠିକ୍ କରି ଆଣିଦେବୁ। ରାଜେଶ ଚଷମା ନେବାକୁ ହାତ ବଢ଼ାଇଥିଲା, କିନ୍ତୁ ରୂପା ସ୍ୱଳ୍ପ କାଶି ଦେଇ ରାଜେଶକୁ ଇଙ୍ଗିତ କଲା। ରାଜେଶ କହିଲା, ବାପା, ଏ ଚଷମା ମୋହିତକୁ ଦେଇ ଦିଅନ୍ତୁ, ସେ ଠିକ୍ କରାଇ ଆଣିବ। ମୋ ପାଖରେ ଏବେ ସମୟ ନାହିଁ। ଏତିକି କହି ସେ ତରତର ହୋଇ ଚାଲିଗଲା। କାବେରୀ ଦେବୀ ତାଙ୍କ ସ୍ୱାମୀଙ୍କ ଆଡ଼େ ଚାହିଁଲେ। ତାଙ୍କ ଆଖିରେ ଲୁହ ଆସିଗଲା, କିନ୍ତୁ ଗୋପୀନାଥ ବାବୁ ଏ ସବୁ ଶୁଣି ଦୁଃଖଭରା ସ୍ୱରରେ ସ୍ୱଳ୍ପ ହସିଦେଲେ। କାବେରୀ ଦେବୀ ନିଜର ଭଙ୍ଗା ଚଷମା ଉଠାଇ ପୁଣି ଆଖିରେ ଲଗାଇଦେଲେ। ଗୋପୀନାଥ ବାବୁ ଅଗଣାରେ ପଡ଼ିଥିବା ଖଟିଆ ଉପରେ ବସି ଗଭୀର ଚିନ୍ତାରେ ଥିଲେ। ତାଙ୍କ ମୁହଁରେ ଦୁଃଖ ଓ ଅସହାୟତା ସ୍ପଷ୍ଟ ଝଲକୁଥିଲା। ସେ ଭାରି ସ୍ୱରରେ କହିଲେ, ଜଣା ନାହିଁ ଆମେ ଏମିତି କେଉଁ ପାପ କରିଥିଲୁ ଯେ ଆମକୁ ଏହି ଦିନ ଦେଖିବାକୁ ପଡ଼ୁଛି। କାବେରୀ ଦେବୀ, ଯିଏ ପାଖରେ ବସିଥିଲେ, ଧୀରେ ତାଙ୍କ କାନ୍ଧରେ ହାତ ରଖି କହିଲେ, ଚିନ୍ତା କର ନାହିଁ, ଭଗବାନଙ୍କ ଉପରେ ଭରସା ରଖ, ସବୁ ଠିକ୍ ହୋଇଯିବ। 15 ଦିନ ଏମିତି ବିତିଗଲା। ଗୋପୀନାଥ ବାବୁ ଏବେ ପୁରାପୁରି ବୁଝି ଯାଇଥିଲେ ଯେ ପୁଅମାନଙ୍କ ହୃଦୟରେ ସେମାନଙ୍କ ପାଇଁ ଆଉ କୌଣସି ସ୍ଥାନ ନାହିଁ। ପ୍ରତିଦିନ କିଛି ନା କିଛି ଘଟୁଥିଲା ଯାହା ତାଙ୍କ ମନକୁ ଓ ହୃଦୟକୁ ଭାଙ୍ଗି ଚାଲିଥିଲା। ପରିସ୍ଥିତି ଏମିତି ହୋଇଯାଇଥିଲା ଯେ ଯଦି ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା କିମ୍ବା ଔଷଧ ସରିଯାଉଥିଲା, ତେବେ ଛୋଟ ପୁଅ ବୋହୂ ଔଷଧ ମଧ୍ୟ ଆଣି ଦେଉନଥିଲେ। ଆଉ ଯଦି ମାଆଙ୍କୁ କୌଣସି ଅସୁବିଧା ହୁଏ, ତେବେ ବଡ଼ ପୁଅ ବୋହୂ ମଧ୍ୟ ମୁହଁ ଫେରାଇ ନେଉଥିଲେ। କିନ୍ତୁ ଆଜି ଗୋପୀନାଥ ବାବୁ ଠିକ୍ କରି ନେଇଥିଲେ
ଆଉ ନୁହେଁ, ସେ ସକାଳୁ ସକାଳୁ ଦୁଇ ପୁଅ ବୋହୂଙ୍କୁ ଅଗଣାକୁ ଡାକିଲେ। ପୁଅ ରାଜେଶ, ମୋହିତ, ମୁଁ ତମମାନଙ୍କୁ ଏକ ଜରୁରୀ କଥା କହିବାକୁ ଚାହୁଁଛି। ରାଜେଶ ଓ ମୋହିତ ଦୁହେଁ ଆସିଲେ। ରୂପା ଓ ମନୀଷା ମଧ୍ୟ ଆସି ଠିଆ ହେଲେ। ଗୋପୀନାଥ ବାବୁ ଗଭୀର ନିଶ୍ୱାସ ନେଇ ସିଧା କଥାରେ କହିଲେ, ଏବେ ବହୁତ ହେଲା। ମୁଁ ଓ କାବେରୀ ଅଲଗା ଅଲଗା ରହିପାରିବୁ ନାହିଁ। ଆମେ ନିଷ୍ପତ୍ତି ନେଇଛୁ, ଆମେ ସବୁବେଳେ ଏକାଠି ରହିବୁ। ମୋହିତ ଆଶ୍ଚର୍ଯ୍ୟ ହୋଇ କହିଲା, ବାପା, ଏ କି କଥା? ଘର ତ ଗୋଟେ ହିଁ, କେବଳ ରୋଷେଇ ହିଁ ଅଲଗା ଅଲଗା ହେଉଛି। ଗୋପୀନାଥ ବାବୁ କଡ଼ା ସ୍ୱରରେ କହିଲେ, ଘର ଗୋଟେ ହିଁ ଥିଲା ପୁଅ, କିନ୍ତୁ ତୁମେମାନେ ତାକୁ ଦୁଇ ଭାଗରେ ବାଣ୍ଟିଦେଲ। ରାଜେଶ କଥାକୁ ସମ୍ଭାଳିବାକୁ ଚେଷ୍ଟା କଲା। ବାପା, ଏମିତି କାହିଁକି କହୁଛନ୍ତି? ଆପଣଙ୍କୁ କେଉଁଠି କିଛି ଅସୁବିଧା ହେଉଛି କି? ଗୋପୀନାଥ ବାବୁ ସ୍ୱଳ୍ପ ହସିଲେ, କିନ୍ତୁ ସେ ହସରେ ଦୁଃଖ ଭରି ରହିଥିଲା। ଅସୁବିଧା? ଆରେ, ଏହା ପଚାର ଯେ ତୁମେ ଆମକୁ କ'ଣ ସୁଖ ଦେଇଛ। ଏବେ ତ କେବଳ ଗୋଟିଏ ଜିନିଷ ଦରକାର, ମୁଁ ଓ କାବେରୀ ଏକାଠି ରହିବୁ। ଏବେ ଆମେ ଏ ଭାଗବଣ୍ଟା ଆଉ ସହି ପାରୁନାହୁଁ। ଏବେ ମନୀଷା ବିବ୍ରତ ହୋଇ କହିଲେ, କାରଣ ସେ କେବଳ ତାଙ୍କ ଶାଶୁଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ, ଯାହାଙ୍କଠାରୁ ସେ ଦିନ ସାରା କାମ କରାଉଥିଲେ। ଅନ୍ୟପଟେ ରୂପା, ଯିଏ ଏତେ ଦିନ ଧରି ଦେଖୁଥିଲେ ଯେ ତାଙ୍କ ବଡ଼ ଯା ଶାଶୁଙ୍କୁ ସାଙ୍ଗରେ ରଖି ମଜାରେ ଅଛନ୍ତି, ଆଉ ତାଙ୍କୁ ଅସୁସ୍ଥ ବାପାଙ୍କୁ ବସାଇ ଖାଇବାକୁ ଦେବାକୁ ପଡ଼ୁଛି, ଏହା ଦେଖି ସେ ସହି ପାରୁନଥିଲେ। କିଛି ସମୟର ନୀରବତା ପରେ ରୂପା କିଛି ଚିନ୍ତା କରି କହିଲା, ମୋ ପାଖରେ ଗୋଟେ ସମାଧାନ ଅଛି। ଆପଣ ଓ ମା ଦୁହେଁ ଏକାଠି ରହିପାରିବେ, କିନ୍ତୁ ପାଳି ପାଳି କରି। ଗୋପୀନାଥ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମାନେ? ରୂପା ବୁଝାଇବାକୁ ଲାଗିଲା, ମାନେ ଏହା ଯେ ଗୋଟିଏ ମାସ ଆପଣ ସାନ ପୁଅ ପାଖରେ ରହିବେ, ଆଉ ଗୋଟେ ମାସ ଆମ ପାଖରେ। ଏମିତି ଆପଣ ଦୁହେଁ ଏକାଠି ମଧ୍ୟ ରହିବେ, ଆଉ କାହା ଉପରେ ଅଧିକ ଭାର ମଧ୍ୟ ପଡ଼ିବ ନାହିଁ। ଗୋପୀନାଥ ବାବୁ ସ୍ତବ୍ଧ ହୋଇ ରହିଗଲେ। ସେ ଅବାକ୍ ହୋଇ ତାଙ୍କ ପୁଅମାନଙ୍କ ଆଡ଼େ ଚାହିଁଲେ। ତେବେ ଏବେ ଆମେ କ'ଣ ଅଲୋଡ଼ା ଜିନିଷ ହୋଇଗଲୁ, ଯାହାକୁ ଗୋଟେ ମାସ ଜଣଙ୍କ ଘରେ ରଖିବ ଆଉ ତାପରେ ଅନ୍ୟ ଘରକୁ ପଠାଇଦେବ? କାବେରୀ ଦେବୀଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା। ଛାଡ଼, ପୁଅ ଓ ବୋହୂମାନେ ନିଷ୍ପତ୍ତି ନେଇ ସାରିଥିଲେ। ଗୋପୀନାଥ ବାବୁ ଓ କାବେରୀ ଦେବୀଙ୍କ ଜୀବନର ଭାଗବଣ୍ଟା ହୋଇସାରିଥିଲା। ଏହି ମାସ ସେମାନଙ୍କୁ ବଡ଼ ପୁଅ ବୋହୂ ରାଜେଶ ଓ ରୂପାଙ୍କ ସାଙ୍ଗରେ ରହିବାର ଥିଲା। କିନ୍ତୁ ଏବେ ମଧ୍ୟ ସେମାନଙ୍କ ଅସୁବିଧା କମି ନଥିଲା, କାରଣ ରୂପା କେବଳ ରୋଷେଇ କରୁଥିଲା, ବାକି ସମସ୍ତ କାମ କାବେରୀ ଦେବୀଙ୍କୁ କରାଉଥିଲା। ଦିନ ସାରା କାମ କରି ସେ ଥକି ଭାଙ୍ଗି ପଡ଼ୁଥିଲେ। ଗୋପୀନାଥ ବାବୁଙ୍କୁ ଏହା ଦେଖି ଆଦୌ ଭଲ ଲାଗୁନଥିଲା, କିନ୍ତୁ କାବେରୀ ଦେବୀ ତାଙ୍କୁ କିଛି କହିବାକୁ ମନା କରୁଥିଲେ। ଏମିତି ଦିନ ବିତି ଚାଲିଥିଲା। ଆଜି ରାଜେଶ ଓ ରୂପା ନିଜ ପିଲାମାନଙ୍କୁ ନେଇ ବାହାରେ ଖାଇବାକୁ ଚାଲି ଯାଇଥିଲେ, କିନ୍ତୁ କାହାକୁ ମନେ ନଥିଲା ଯେ ଘରେ ବୁଢ଼ା ମା ବାପାଙ୍କ ପାଇଁ ମଧ୍ୟ କିଛି ରୋଷେଇ କରି ଯିବା ଦରକାର। ଗୋପୀନାଥ ବାବୁ ଓ କାବେରୀ ଦେବୀ ଅଗଣାରେ ବସି ନିଜ ପୁଅ ଓ ବୋହୂଙ୍କ ଅପେକ୍ଷାରେ ଥିଲେ, କିନ୍ତୁ ସେମାନେ ବହୁତ ଡେରି ପର୍ଯ୍ୟନ୍ତ ଆସିନଥିଲେ। ବେଳେବେଳେ କାବେରୀ ଦେବୀ ନିଜେ ଉଠି କିଛି ରୋଷେଇ କରି ନେଉଥିଲେ, କିନ୍ତୁ ଆଜି ତାଙ୍କ ଦେହ ଭଲ ନଥିଲା। ଶେଷରେ ସାହସ କରି କାବେରୀ ଦେବୀ ସାନ ବୋହୂ ମନୀଷାର କୋଠରୀ ଆଡ଼େ ଗଲେ। ବୋହୂ, ସେ ଡାକିଲେ। ମନୀଷା ଫୋନରେ ବ୍ୟସ୍ତ ଥିଲା। ସେ ଅନ୍ୟମନସ୍କ ଭାବେ ମୁଣ୍ଡ ଉଠାଇ ପଚାରିଲା, କ'ଣ ହେଲା ମା? ତୁମ ବାପା ଭୋକରେ ଅଛନ୍ତି। ଯଦି କିଛି ଖାଇବାକୁ ଅଛି ତେବେ ତାଙ୍କୁ ଦେଇଦେ ବୋହୂ। ତାଙ୍କୁ ଔଷଧ ମଧ୍ୟ ଖାଇବାକୁ ଅଛି। ମୋ ସ୍ୱାସ୍ଥ୍ୟ ଠିକ୍ ନାହିଁ। ଆଉ ବଡ଼ ବୋହୂ କେତେବେଳେ ଆସିବ ଜାଣିନାହିଁ। ମନୀଷା ବିନା କୌଣସି ଭାବ ଦେଖାଇ ଉତ୍ତର ଦେଲା, ମା, ଖାଦ୍ୟ ତ ସରିଗଲା, ଏବେ ଆଉ କିଛି ବି ବଳକା ନାହିଁ। କାବେରୀ ଦେବୀଙ୍କୁ ଆଶା ଥିଲା ଯେ ମନୀଷା ଉଠି ଦୁଇପଟ ରୁଟି ତିଆରି କରିଦେବ, କିନ୍ତୁ ସେ ପୁଣି ନିଜ ଫୋନରେ ବ୍ୟସ୍ତ ହୋଇଗଲା। କାବେରୀ ଦେବୀ ଚୁପଚାପ ଫେରି ଆସି ବସି ପଡ଼ିଲେ। ତାପରେ ନିଜେ ଉଠି କିଛି କ୍ଷୀର ଗରମ କଲେ ଓ ଗୋପୀନାଥ ବାବୁଙ୍କୁ ତା ସାଙ୍ଗରେ ଔଷଧ ଦେଇଦେଲେ। ନିଜେ ଭୋକିଲା ହିଁ ଶୋଇପଡ଼ିଲେ। ରାତିରେ ଯେତେବେଳେ ରୂପା ଓ ରାଜେଶ ଘରକୁ ଫେରିଲେ, ସେତେବେଳେ ସେ ଦୁହେଁ ଶୋଇପଡ଼ିଥିଲେ। ବହୁତ କଷ୍ଟରେ ଗୋଟେ ମାସ ବିତିଗଲା। ତାପରେ ସେମାନେ ସାନ ପୁଅ ବୋହୂଙ୍କ ପାଖକୁ ଆସିଲେ। ଏଠାରେ ମଧ୍ୟ ଦୁହିଁଙ୍କ ଅବସ୍ଥା ବହୁତ ଭଲ ନଥିଲା। ସେମାନେ ଅନୁଭବ କରୁଥିଲେ ଯେ ସେ କେବଳ ଦିନ କାଟୁଛନ୍ତି। ଗୋଟିଏ ରାତିରେ କାବେରୀ ଦେବୀଙ୍କ ସ୍ୱାସ୍ଥ୍ୟ ହଠାତ୍ ବହୁତ ଖରାପ ହୋଇଗଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଗୋପୀନାଥ ବାବୁ ଡରିଗଲେ। ସେ ବହୁତ କଷ୍ଟରେ ଉଠି ନିଜ ପୁଅକୁ ଡାକିଲେ, ରାଜେଶ, ପୁଅ, ବାହାରକୁ ଆସେ। ରାଜେଶ ତାଙ୍କ ପତ୍ନୀ ରୂପାଙ୍କ ସାଙ୍ଗରେ ବାହାରକୁ ଆସିଲା। ମନୀଷା ମଧ୍ୟ କୋଠରୀରୁ ବାହାରକୁ ଆସିଲା। ଗୋପୀନାଥ ବାବୁ କମ୍ପୁଥିବା ସ୍ୱରରେ କହିଲେ, ପୁଅ, ତୋ ମାର ସ୍ୱାସ୍ଥ୍ୟ ଅବସ୍ଥା କିଛି ଠିକ୍ ଲାଗୁନାହିଁ। ଜଲ୍ଦି ଡାକ୍ତରଙ୍କୁ ଡାକି ଆଣ। ରାଜେଶ କିଛି ସମୟ ତାଙ୍କ ମାଆଙ୍କୁ ଚାହିଁଲା। ତାପରେ ବେପରୁଆ ଭାବେ କହିଲା, ବାପା, ମୋହିତକୁ କୁହନ୍ତୁ ନା,
ଏ ମାସରେ ଆପଣ ଦୁହିଁଙ୍କ ଦାୟିତ୍ୱ ତାର। ସେ ତ ସହର ବାହାରେ ଅଛି। ଏବେ ମୁଁ ତ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇପାରିବି ନାହିଁ। ମନୀଷା ମଧ୍ୟ କହିଲା, ତେବେ ଆମେ କାହିଁକି ଏମାନଙ୍କ ଚିକିତ୍ସାର ଖର୍ଚ୍ଚ ଉଠାଇବୁ? ରୂପା କହିଲା, ମୁଁ କହିବା ଅର୍ଥ ହେଉଛି ଏହି ବୟସରେ ରୋଗ ତ ଲାଗି ରହିବ, ବିଶ୍ରାମ କଲେ ଠିକ୍ ହୋଇଯିବେ। ଗୋପୀନାଥ ବାବୁ ହତବାକ୍ ହୋଇ ରହିଗଲେ। ସେ ଅସହାୟ ନଜରରେ ନିଜ ପୁଅକୁ ଚାହିଁଲେ। ପୁଅ, ଏ ତୋ ମା, ଯିଏ ତୋତେ 9 ମାସ ଗର୍ଭରେ ଧରି ଜନ୍ମ କରିଛି, ଯିଏ ଏବେ ଅସୁବିଧାରେ ଅଛି। ରାଜେଶ ମଧ୍ୟ ତାଙ୍କ ପତ୍ନୀଙ୍କ ସ୍ୱରରେ ସ୍ୱର ମିଶାଇ କହିଲେ, ବାପା, ମାଙ୍କୁ ଆସ୍ତମା ଅଛି, ବୋଧେ ସେହି କାରଣରୁ ଏମିତି ହେଉଛି। ଇନହେଲର ଦେଇ ଦିଅନ୍ତୁ, ଠିକ୍ ହୋଇଯିବେ। ଗୋପୀନାଥ ବାବୁ ଧୀରେ କହିଲେ, କିନ୍ତୁ ପୁଅ, ଗୋଟେ ଥର ଡାକ୍ତରଙ୍କୁ ଦେଖାଇ ଦେଇଥିଲେ। ରାଜେଶ ହାଇ ମାରି କହିଲେ, ତେବେ ବାପା, କାଲି ମୋହିତକୁ କହିଦେବେ, ସେ ଡାକ୍ତରଙ୍କ ପାଖକୁ ନେଇଯିବ। ଏବେ ଏତେ ରାତିରେ ଆମେ ଆପଣଙ୍କୁ କୁଆଡ଼େ ନେଇକି ଯିବୁ? ଆମକୁ ଶାନ୍ତିରେ ଶୋଇବାକୁ ଦିଅନ୍ତୁ, ଆପଣ ମଧ୍ୟ ଶୋଇପଡ଼ନ୍ତୁ। ଏତିକି କହି ରାଜେଶ ଓ ରୂପା ନିଜ କୋଠରୀକୁ ଚାଲିଗଲେ। ଅଗଣାରେ କେବଳ 2 ବୃଦ୍ଧ ବସି ରହିଲେ। କାବେରୀ ଦେବୀ କଡ଼ ବଦଳାଉଥିଲେ, ଆଉ ଗୋପୀନାଥ ବାବୁ ତାଙ୍କ ପିଠି ଥାପୁଡ଼ାଉଥିଲେ। ସାରା ରାତି ଦୁହେଁ ଶୋଇପାରି ନଥିଲେ। ସକାଳ ହେଲା। ତୁମ ସ୍ୱାସ୍ଥ୍ୟ କେମିତି ଅଛି? ଗୋପୀନାଥ ବାବୁ ପଚାରିଲେ। କାବେରୀ ଦେବୀଙ୍କ ଆଖିରୁ ଲୁହ ବାହାରି ଯାଉଥିଲା। ତାଙ୍କୁ ଏବେ ବି ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲା। ଗୋପୀନାଥ ବାବୁ ତାଙ୍କ ହାତକୁ ନିଜ ହାତରେ ଧରିଲେ। ଏହି ବୟସରେ ଯେତେବେଳେ ପତ୍ନୀଙ୍କୁ ସବୁଠାରୁ ଅଧିକ ଦେଖାଶୁଣାର ଆବଶ୍ୟକତା ଥିଲା, ସେତେବେଳେ ସେ ତାଙ୍କୁ ଏମିତି ଅବସ୍ଥାରେ ଦେଖୁଥିଲେ। ଏବେ ତାଙ୍କ ସାନ ପୁଅ ମଧ୍ୟ ଘରକୁ ଫେରି ଆସିଥିଲା। ସେମାନେ କିଛି ଆଶ୍ୱସ୍ତି ଅନୁଭବ କଲେ। ବୋଧେ ଏବେ କେହି ତାଙ୍କ କଥା ଶୁଣିବ। ଗୋପୀନାଥ ବାବୁ ତରତର ହୋଇ ଉଠି ନିଜ ସାନ ପୁଅକୁ ଡାକିଲେ, ମୋହିତ, ଡାକ୍ତର ପାଖକୁ ଯିବାକୁ ହେବ। ତୋ ମାର ଦେହ ଠିକ୍ ନାହିଁ। ଛୋଟ ପୁଅ ମୋହିତ ଆଖି ମଳି ମଳି କହିଲା, ଏବେ ମୁଁ ବହୁତ ଥକି ଯାଇଛି ବାପା, ଏବେ ଶୋଇବାକୁ ଦିଅନ୍ତୁ। ଆପଣ ବଡ଼ ଭାଇଙ୍କୁ କହିଦିଅନ୍ତୁ। ଗୋପୀନାଥ ବାବୁ ଆଶା ନେଇ ବଡ଼ ପୁଅ ପାଖକୁ ଗଲେ। ରାଜେଶ, ତୋ ମା ବହୁତ ଅସୁସ୍ଥ, ଡାକ୍ତରଙ୍କ ପାଖକୁ ନେଇ ଚାଲ। ରାଜେଶ ଖାମଖିଆଲିରେ ମୋବାଇଲ ସ୍କ୍ରୋଲ କରୁଥାଇ ଉତ୍ତର ଦେଲା, ବାପା, ମୋ ପାଖରେ ସମୟ ନାହିଁ। ଯାହା ହେଉ, ଏ ମାସ ଆପଣ ମୋହିତ ପାଖରେ ଅଛନ୍ତି, ତେଣୁ ଏହି ସବୁ ଦାୟିତ୍ୱ ତାର। ଗୋପୀନାଥ ବାବୁ ଅସହାୟ ଭାବେ ଠିଆ ହୋଇ ରହିଗଲେ। ସେ ମଧ୍ୟ ଅସୁସ୍ଥ ଥାନ୍ତି, ଆଉ ଏବେ ତାଙ୍କ ନିଜ ପୁଅମାନେ ତାଙ୍କ ନିଜ ମାଙ୍କ ଅସୁସ୍ଥତାକୁ ନିଜର ଦାୟିତ୍ୱ ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ। ଗୋପୀନାଥ ବାବୁ ଏକ ମୁହୂର୍ତ୍ତ 2 ପୁଅଙ୍କ ଆଡ଼େ ଚାହିଁଲେ। କେହି କୌଣସି ଉତ୍ତର ଦେଲେ ନାହିଁ। ସେ ଗଭୀର ନିଶ୍ୱାସ ନେଲେ। କମ୍ପୁଥିବା ହାତରେ କାବେରୀ ଦେବୀଙ୍କୁ ଧରି ନିଜ ପାଖରେ ରଖିଥିବା କିଛି ଟଙ୍କା ଧରି ତାଙ୍କ ପତ୍ନୀଙ୍କୁ ଅଟୋରେ ବସାଇ ନିଜେ ହସ୍ପିଟାଲ ଆଡ଼େ ବାହାରି ପଡ଼ିଲେ। ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତରମାନେ ପରୀକ୍ଷା କଲେ ଓ ଅବସ୍ଥାକୁ ଗମ୍ଭୀର ଜାଣି ତୁରନ୍ତ କାବେରୀ ଦେବୀଙ୍କୁ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କଲେ। କିଛି ସମୟ ପରେ ଗୋପୀନାଥ ବାବୁ ନିଜ 2 ପୁଅଙ୍କୁ ଫୋନ୍ କଲେ। ଦୁହେଁ ପ୍ରଥମେ ଫୋନ୍ ଉଠାଇଲେ ନାହିଁ। ଅନେକ ଚେଷ୍ଟା କରିବା ପରେ ସାନ ପୁଅ ମୋହିତ ଫୋନ୍ ଉଠାଇ କଥା ହେଲା। ବାପା, ଆମେ ଆସୁଛୁ, କହି ସେ ଫୋନ୍ ରଖିଦେଲା। ଦିନ 2ଟା ବେଳେ ରାଜେଶ ଓ ରୂପା ଆସିଲେ। କିଛି ସମୟ ପରେ ମୋହିତ ଓ ମନୀଷା ମଧ୍ୟ ପହଞ୍ଚିଲେ। ରାଜେଶ ଭିତରକୁ ଆସି ଖାମଖିଆଲିରେ ପଚାରିଲା, କ'ଣ ହେଲା ବାପା, ମା ଠିକ୍ ଅଛନ୍ତି ନା? ଗୋପୀନାଥ ବାବୁ ଥକି ଯାଇଥିବା ସ୍ୱରରେ କହିଲେ, ପୁଅ, ଡାକ୍ତର କହିଛନ୍ତି ଯେ ତୁମ ମାଙ୍କର ହାର୍ଟର ଅପରେସନ୍ କରିବାକୁ ହେବ। 1 ଲକ୍ଷ ଟଙ୍କା ଲାଗିବ। ଏହା ଶୁଣି 2 ପୁଅ ପରସ୍ପରକୁ ଚାହିଁବାକୁ ଲାଗିଲେ। ମୋହିତ କାଶି ଦେଇ କହିଲା, ବାପା, ଏତେ ଟଙ୍କା ହଠାତ୍? ରାଜେଶ ମୋହିତର କଥାକୁ ଆଗେଇ ନେଇ କହିଲା, ହଁ ବାପା, ଏତେ ଟଙ୍କା ଆମ ପାଖରେ ତ ନାହିଁ, ବ୍ୟାଙ୍କରୁ ଉଠାଇବାକୁ ପଡ଼ିବ। କିଛି ସମୟ ଲାଗିବ। ଗୋପୀନାଥ ବାବୁଙ୍କ ଆଖି ଓଦା ହୋଇ ଆସିଲା। ପୁଅ, ଯେତେ ଜଲ୍ଦି ହେବ ତୁମେମାନେ ଟଙ୍କାର ବ୍ୟବସ୍ଥା କର। ରାଜେଶ ଓ ମୋହିତ ମୁଣ୍ଡ ହଲାଇ କହିଲେ, ହଁ ବାପା, ଆମେ ଦେଖୁଛୁ, ଜଲ୍ଦି ଆସୁଛୁ। ତାପରେ ଦୁହେଁ ହସ୍ପିଟାଲରୁ ବାହାରିଗଲେ। ଗୋପୀନାଥ ବାବୁ ପ୍ରତି ଅଧଘଣ୍ଟାରେ ଫୋନ୍ ଲଗାଉଥିଲେ। ପ୍ରଥମେ ରାଜେଶ, ତାପରେ ମୋହିତ, କିନ୍ତୁ କେହି ଫୋନ୍ ଉଠାଉନଥିଲେ। ତାଙ୍କ ଆଶା ଧୀରେ ଧୀରେ ଭାଙ୍ଗି ଚାଲିଥିଲା। ନର୍ସ ଆସି କହିଲେ, ସମୟ ବହୁତ କମ୍, ଅପରେସନ୍ ଜଲ୍ଦି କରିବାକୁ ହେବ। ଆପଣ ଟଙ୍କା ଜମା କରାଇ ଦିଅନ୍ତୁ, ତେବେ ହିଁ ଆମେ ଅପରେସନ୍ର ପ୍ରସ୍ତୁତି କରିବୁ। ଗୋପୀନାଥ ବାବୁ ପ୍ରତିଥର ଗୋଟେ ହିଁ ଉତ୍ତର ଦେଉଥିଲେ, ମୋ ପୁଅମାନେ ଆସୁଛନ୍ତି। କିନ୍ତୁ ଦେଖୁ ଦେଖୁ ରାତି ହୋଇଗଲା। ସେ ଦୁହେଁ ଆସିଲେ ନାହିଁ। କାବେରୀ ଦେବୀଙ୍କ ଅବସ୍ଥା ଆହୁରି ଅଧିକ ଖରାପ ହେବାରେ ଲାଗିଥିଲା। ଗୋପୀନାଥ ବାବୁ ତାଙ୍କ ହାତ ଧରି ରହିଥିଲେ। କାବେରୀ ଦେବୀ ମଧ୍ୟ ତାଙ୍କ ହାତକୁ ଜୋରରେ ଚାପି ଧରିଥିଲେ।
କିନ୍ତୁ ତାଙ୍କ ହାତ ଧୀରେ ଧୀରେ ଢିଲା ହେଉଥିଲା। ଆଉ ତାପରେ ସେହି ଘଟଣା ଘଟିଲା ଯାହାର ଭୟ ଥିଲା। ଗୋପୀନାଥ ବାବୁ ତାଙ୍କ ଥଣ୍ଡା ହେଉଥିବା ଆଙ୍ଗୁଠି ଗୁଡ଼ିକୁ ଧରି ଜୋରରେ କାନ୍ଦିବାକୁ ଲାଗିଲେ। ହସ୍ପିଟାଲର ନୀରବତାରେ କେବଳ ଗୋପୀନାଥ ବାବୁଙ୍କ କାନ୍ଦଣା ସ୍ୱର ଶୁଭୁଥିଲା। ସେ ଥରୁଥିବା ହାତରେ ଫୋନ୍ ଉଠାଇ ଘରର ନମ୍ବର ଡାଏଲ କଲେ। ରାତିର ସମୟ ଥିଲା। ଫୋନ୍ର ଘଣ୍ଟି ବାରମ୍ବାର ବାଜୁଥିଲା। ଶେଷରେ ରାଜେଶ ଫୋନ୍ ଉଠାଇଲା। ହ୍ୟାଲୋ ବାପା, ଏତେ ରାତିରେ ଫୋନ୍ କାହିଁକି କଲେ? ଗୋପୀନାଥ ବାବୁଙ୍କ ସ୍ୱର ଗଳାରେ ଅଟକିଗଲା। ରାଜେଶ, ତୁମ ମା ଆଉ ନାହାନ୍ତି। ଏତିକି କହି ଗୋପୀନାଥ ବାବୁ ଜୋରରେ କାନ୍ଦିବାକୁ ଲାଗିଲେ। ଫୋନ୍ର ଅନ୍ୟ ପାର୍ଶ୍ୱରେ ରାଜେଶ ଏକ ମୁହୂର୍ତ୍ତ ପାଇଁ ସ୍ତବ୍ଧ ହୋଇ ରହିଗଲା। କ'ଣ? କିନ୍ତୁ ଆମେ ତ କାଲି ଆସିବାକୁ ଥିଲୁ, ସେ କହିଲା। ଗୋପୀନାଥ ବାବୁଙ୍କ କାନ୍ଦ କମୁନଥିଲା। ପରଦିନ ସକାଳୁ କାବେରୀ ଦେବୀଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେଲା। ଗୋପୀନାଥ ବାବୁ ପଥର ପରି ଜଡ଼ ହୋଇ ଠିଆ ହୋଇଥିଲେ। ପୁଅ ଓ ବୋହୂମାନେ ମୁଣ୍ଡ ନୁଆଁଇ ନୀରବ ଓ ଭାବଶୂନ୍ୟ ହୋଇ ଠିଆ ହୋଇଥିଲେ। ଚିତା ଜଳୁଥିଲା। ଚିତାର ଲହରୀ ଗୁଡ଼ିକ ଆକାଶ ଆଡ଼େ ଉଠୁଥିଲା। ଶେଷରେ କାବେରୀ ଦେବୀ ଏହି ଦୁନିଆରୁ ବିଦାୟ ନେଇଥିଲେ। ଘରକୁ ଫେରୁଥିବା ବେଳେ ଗୋପୀନାଥ ବାବୁଙ୍କ ଗୋଡ଼ ଯେମିତି ଟଳମଳ ହେଉଥିଲା। ସେ ଘରର ଦୁଆରେ ପାଦ ରଖିଲେ, କିନ୍ତୁ ଏବେ ଏ ଘର ତାଙ୍କୁ ନିଜର ଲାଗୁନଥିଲା। ତାଙ୍କ ଆଖି ସେହି ଖଟିଆ ଆଡ଼େ ଗଲା ଯେଉଁଠି କାବେରୀ ଦେବୀ ବସୁଥିଲେ। ଏବେ ସେଠାରେ କେବଳ ଏକ ଖାଲି ଜାଗା ଥିଲା। ଗୋପୀନାଥ ବାବୁ ସେଠାରେ ହିଁ ବସି ପଡ଼ିଲେ, ଚୁପଚାପ। ସେ କାବେରୀ ଦେବୀଙ୍କ ସ୍ମୃତିରେ ହଜି ଯାଇଥିଲେ। ସେ ଏହି ଦୁନିଆରେ ଏକୁଟିଆ ହୋଇଯାଇଥିଲେ, ସମ୍ପୂର୍ଣ୍ଣ ଏକୁଟିଆ। ସମୟ ନିଜ ଗତିରେ ଆଗେଇ ଚାଲିଥିଲା। ଦେଖୁ ଦେଖୁ 2 ମାସ ବିତିଗଲା। ଏବେ ପୁଅ ଓ ବୋହୂମାନେ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇ ପଡ଼ିଥିଲେ। ଘରର ପ୍ରତ୍ୟେକ କୋଣରେ କାବେରୀ ଦେବୀଙ୍କ ସ୍ମୃତି ବସି ରହିଥିଲା। କେତେବେଳେ ଲାଗୁଥିଲା ସେ ରୋଷେଇ ଘରୁ ଡାକୁଛନ୍ତି ତ, କେତେବେଳେ ଲାଗୁଥିଲା ଚା ନେଇ ଏବେ ଆସିବେ। କିନ୍ତୁ ତାହା କେବଳ କଳ୍ପନାରେ ହିଁ ରହିଗଲା। ଏବେ କେହି ତାଙ୍କ ଖବର ପଚାରୁ ନଥିଲେ। ଧୀରେ ଧୀରେ ରୂପା ଓ ମନୀଷାଙ୍କୁ ଗୋପୀନାଥ ବାବୁ ଭାର ଲାଗିବାକୁ ଲାଗିଲେ। ଗୋଟେ ଦିନ ରୂପା ରାଜେଶଙ୍କୁ କହିଲେ, ଶୁଣ, ଏବେ ବାପା ଦିନ ସାରା ଅସୁସ୍ଥ ହୋଇ ପଡ଼ି ରହୁଛନ୍ତି। ଖାଲି କାଶୁଛନ୍ତି। କାମ ତ କିଛି କରନ୍ତି ନାହିଁ। କେବଳ ଆମ ଉପରେ ଅଯଥା ଭାର ହୋଇ ବସି ରହିଛନ୍ତି। ରାଜେଶ କହିଲେ, ତେବେ ମୁଁ କ'ଣ କରିବି? ମୋହିତ ପାଖରେ ଥିବାବେଳେ ତାକୁ ମଧ୍ୟ ଅସୁବିଧା ହେଉଥିଲା। ଏବେ ଆମ ପାଖରେ ଅଛନ୍ତି, ତୁମକୁ ବି ଅସୁବିଧା ହେଉଛି। ଆରେ, ଆମକୁ କୌଣସି ସମାଧାନ ବାହାର କରିବାକୁ ହେବ। ମନୀଷା ମଧ୍ୟ କହିଲା, ଠିକ୍ କହୁଛ ଭାଉଜ। ଯେତେବେଳେ ମା ଥିଲେ ଅତି କମରେ ଘରର କିଛି କାମରେ ସାହାଯ୍ୟ କରୁଥିଲେ। କିନ୍ତୁ ଏବେ କେବଳ ଜଣେ ଅସୁସ୍ଥ ଲୋକ ପଡ଼ି ରହିଛନ୍ତି, ଯାହାଙ୍କର ସେବା କରିବାକୁ ପଡ଼ୁଛି। ରୂପା କହିଲା, ତେବେ ଏହାର ସମାଧାନ ଏହା ଯେ ବାପାଙ୍କୁ ବୃଦ୍ଧାଶ୍ରମ ପଠାଇଦେବା। ସେଠାରେ ତାଙ୍କ ପରି ଆହୁରି ଅନେକ ବୃଦ୍ଧ ଲୋକ ଥିବେ। ଅତି କମରେ ଏଠାରୁ ଭଲ ଦେଖାଶୁଣା ହେବ। ରାଜେଶ ଓ ମୋହିତ ଦୁହେଁ ଦୁହିଁଙ୍କୁ ଚାହିଁଲେ। ତାପରେ ରାଜେଶ କହିଲା, କଥା ତ ଠିକ୍। ଆମେ ମଧ୍ୟ ନିଜ କାମଧନ୍ଦାରେ ବ୍ୟସ୍ତ ରହୁଛୁ। ଯେତେବେଳେ ଗୋପୀନାଥ ବାବୁଙ୍କୁ ଏହି ନିଷ୍ପତ୍ତି ବିଷୟରେ କୁହାଗଲା, ତାଙ୍କ ଆଖି ଓଦା ହୋଇଗଲା। ରାଜେଶ ଓ ମୋହିତ ଗୋପୀନାଥ ବାବୁଙ୍କୁ ବୃଦ୍ଧାଶ୍ରମ ଛାଡ଼ିବା ପାଇଁ ସାଙ୍ଗରେ ନେଇ ବାହାରିଲେ। ଗାଡ଼ି ଯେମିତି ଆଗେଇ ଚାଲିଥିଲା, ଗୋପୀନାଥ ବାବୁଙ୍କ ଆଖିରେ ଅସ୍ଥିରତା ଥିଲା। ସେ ଝରକା ବାହାରକୁ ଚାହିଁଲେ। ପରିଚିତ ରାସ୍ତାଗୁଡ଼ିକ ପଛରେ ଛାଡ଼ି ଯାଉଥିଲା। ଠିକଣା ଅଜଣା ଥିଲା। କିଛି ସମୟ ପରେ ଗାଡ଼ି ଗୋଟିଏ ବିଲ୍ଡିଂ ସାମ୍ନାରେ ଅଟକିଲା। ବୋର୍ଡ ଲେଖା ଥିଲା, ସୁଖଧାମ ବୃଦ୍ଧାଶ୍ରମ। ଗୋପୀନାଥ ବାବୁଙ୍କ ହୃଦୟ ବସିଗଲା। ସେ ଆଖି ଉପରକୁ ଉଠାଇ କମ୍ପୁଥିବା ସ୍ୱରରେ ପଚାରିଲେ, ଏବେ କ'ଣ ମୁଁ ତୁମମାନଙ୍କ ସାଙ୍ଗରେ ରହିବି ନାହିଁ? ରାଜେଶ ମୁଣ୍ଡ ନୁଆଁଇ ଦେଲା। ମୋହିତ ସଂଯତ ହୋଇ କହିଲା, ବାପା, ସେଠାରେ ଆପଣଙ୍କର ଭଲ ଦେଖାଶୁଣା ହେବ। ଆପଣଙ୍କ ପରି ଆଉ ଅନେକ ବୟସ୍କ ଲୋକ ସେଠାରେ ଥିବେ। ଗୋପୀନାଥ ବାବୁ ଫିକା ହସ ହସିଲେ, କିନ୍ତୁ ତାଙ୍କ ଆଖି ଓଦା ଥିଲା। ସେ ଦୁର୍ବଳ ସ୍ୱରରେ ପଚାରିଲେ, ସେଠାରେ ତୁମ ଦୁହିଁଙ୍କ ମଧ୍ୟରୁ କେହି ଥିବେ କି? ଏହି ପ୍ରଶ୍ନ ଶୁଣି ଦୁଇ ପୁଅ ଭିତରେ ଭିତରେ ହଲିଗଲେ। ସେମାନେ କୌଣସି ଉତ୍ତର ଦେଲେ ନାହିଁ। ଭିତରକୁ ଯାଇ ଗୋପୀନାଥ ବାବୁ ଶେଷ ଥର ପାଇଁ ନିଜ ପୁଅମାନଙ୍କୁ ଚାହିଁଲେ। ତାପରେ ଭାରି ମନରେ କହିଲେ, ଏବେ ମୋତେ ଏଠାରୁ ଫେରାଇ ନେବାକୁ କେବେ ଆସିବ ନାହିଁ। ମୁଁ ଆଉ ଫେରିବି ନାହିଁ। ଏତିକି କହି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ରାଜେଶ ଓ ମୋହିତ ମୁଣ୍ଡ ନୁଆଁଇ ଦେଲେ। ସେମାନେ ବୁଝିପାରୁନଥିଲେ କ'ଣ କହିବେ। କିଛି ସମୟ ପରେ ଦୁହେଁ ଚୁପଚାପ ଗାଡ଼ିରେ ବସି ଚାଲିଗଲେ। ଏବେ ଗୋପୀନାଥ ବାବୁ ଏକୁଟିଆ ହୋଇଯାଇଥିଲେ। ପତ୍ନୀ ଛାଡ଼ି ଚାଲିଗଲେ, ଆଉ ପୁଅମାନେ ବୃଦ୍ଧାଶ୍ରମରେ ଛାଡ଼ି ଦେଇଥିଲେ। ପରିବାର ନାମରେ ଏବେ କେବଳ ସ୍ମୃତି ବାକି ଥିଲା। ପ୍ରାରମ୍ଭରେ ଗୋପୀନାଥ ବାବୁଙ୍କୁ କିଛି ଭଲ ଲାଗୁନଥିଲା। ସବୁ ଜିନିଷ ଅଜଣା ଥିଲା। ପ୍ରତ୍ୟେକ ଚେହେରା ନୂଆ ଥିଲା। କିନ୍ତୁ ସେ ଜାଣିପାରିଥିଲେ ଯେ ଲୁହ ଝରାଇଲେ କିଛି ବଦଳିବ ନାହିଁ।
ତେଣୁ ସେ ନିଜ ମନକୁ ବୁଝାଇବାକୁ ଲାଗିଲେ। ଅତି କମରେ ଏଠାରେ କୌଣସି ବୋହୂ ତାଙ୍କୁ କଟୁ କଥା କହିବାକୁ ନାହିଁ। ଏବେ ପୁଅମାନେ ତାଙ୍କୁ ଭାର ମନେ କରିବେ ନାହିଁ। ଧୀରେ ଧୀରେ ସାଙ୍ଗରେ ଥିବା ଅନ୍ୟ ବୟସ୍କ ଲୋକଙ୍କ ସାଙ୍ଗରେ ତାଙ୍କୁ ଭଲ ଲାଗିବାକୁ ଲାଗିଲା। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁଧୁରିବାକୁ ଲାଗିଲା। ସମସ୍ତଙ୍କ ସାଙ୍ଗରେ ପ୍ରତିଦିନ ସକାଳୁ ଯୋଗ ଓ ବ୍ୟାୟାମ କରିବା ତାଙ୍କ ଦିନଚର୍ଯ୍ୟା ହୋଇପଡ଼ିଥିଲା। ସେ ପୁଣି ହସିବାକୁ ଆରମ୍ଭ କରିଥିଲେ। ଜୀବନ ଜୀଇଁବାକୁ ଲାଗିଥିଲେ। ଇତିମଧ୍ୟରେ ଗୋପୀନାଥ ବାବୁଙ୍କ ବିନା ଘରେ ବୋହୂମାନଙ୍କ ମନକୁ ଶାନ୍ତି ମିଳିଥିଲା। ନା କୌଣସି ସେବା କରିବାକୁ ପଡ଼ୁଥିଲା, ନା କୌଣସି ଦାୟିତ୍ୱ ନେବାକୁ ଥିଲା। ରାଜେଶ ଓ ମୋହିତ ଏବେ ପୁରାପୁରି ନିଶ୍ଚିନ୍ତ ଥିଲେ। କିନ୍ତୁ ଗୋଟେ ଦିନ ଏହା କିପରି ହୋଇପାରେ? ବାପା ଆମ ସାଙ୍ଗରେ ଏତେ ବଡ଼ ଅନ୍ୟାୟ କିପରି କରିପାରନ୍ତି? ରାଜେଶ କୋର୍ଟର ଆଦେଶ ହାତରେ ଧରି ସ୍ତବ୍ଧ ସ୍ୱରରେ କହିଲା। ଏହା ଶୁଣି ମୋହିତ, ରୂପା ଓ ମନୀଷା ଆଶ୍ଚର୍ଯ୍ୟ ହୋଇ ରହିଗଲେ। କ'ଣ ହେଲା? କଥା କ'ଣ? ରୂପା ପଚାରିଲା। ଆରେ, କୋର୍ଟରୁ ଏହି ଘର ଖାଲି କରିବାର ଆଦେଶ ଆସିଛି ଆମ ପାଇଁ। ଆଉ ତା ସହ ଜମି ମଧ୍ୟ ଏବେ ଆମର ନୁହେଁ। କିନ୍ତୁ ବାପା ତ ସମ୍ପତ୍ତିର ଭାଗବଣ୍ଟା କରିଦେଇଥିଲେ। ସମସ୍ତ ସମ୍ପତ୍ତିକୁ 2 ଭାଗରେ ବାଣ୍ଟି ଦେଇଥିଲେ ନା? ତେବେ କ'ଣ ସେ ନିଜ ସମ୍ପତ୍ତିର କାଗଜପତ୍ର ପୁଣି ଲେଖାଇଛନ୍ତି? ସତରେ କ'ଣ ବାପା ନିଜର ସମସ୍ତ ସମ୍ପତ୍ତି ଅନ୍ୟ କାହା ନାଁରେ କରିଦେଇଛନ୍ତି? ମୋହିତ ନିଜ ମୁଣ୍ଡର ଝାଳ ପୋଛୁଥାଇ ପଚାରିଲା। ରାଜେଶ ଗଭୀର ନିଶ୍ୱାସ ନେଇ ଘାବରାଇ ସ୍ୱରରେ କହିଲା, ହଁ, କୋର୍ଟର ଆଦେଶ ଆସିଛି। ତାପରେ ରୂପା ରାଗରେ ଚିତ୍କାର କଲା, କିନ୍ତୁ ସେ ଏମିତି କାହିଁକି କଲେ? ତୁମେ ଦୁହେଁ ତାଙ୍କର ନିଜର ପୁଅ। ମନୀଷା ମଧ୍ୟ ରାଗି କହିଲା, ହଁ, ଆଉ ଏସବୁ ଶେଷରେ କାହା ନାଁରେ କରାହେଲା? ଏବେ ଆଉ କୌଣସି ଉପାୟ ନ ପାଇ ସେମାନେ ସମସ୍ତେ ବୃଦ୍ଧାଶ୍ରମ ଯାଇ ବାପାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଲେ। ଗୋପୀନାଥ ବାବୁ ନିଜ କୋଠରୀରେ ବସି ଖବରକାଗଜ ପଢ଼ୁଥିଲେ। ରାଜେଶ ଓ ମୋହିତ ନିଜ ପତ୍ନୀଙ୍କ ସାଙ୍ଗରେ ଭିତରକୁ ଆସି ତାଙ୍କ ଗୋଡ଼ ଛୁଇଁଲେ। ତାପରେ ଭାବୁକ ସ୍ୱରରେ କହିଲେ, ବାପା, ଆମେ ଆପଣଙ୍କୁ ନେବାକୁ ଆସିଛୁ। ଆପଣ ଏବେ ଆମ ସାଙ୍ଗରେ ଚାଲନ୍ତୁ। ଗୋପୀନାଥ ବାବୁ ସ୍ୱଳ୍ପ ହସ ସହ ସେମାନଙ୍କ ଆଡ଼େ ଚାହିଁଲେ ଓ ଶାନ୍ତ ସ୍ୱରରେ କହିଲେ, ନା ପୁଅ, ଏବେ ଏହା ହିଁ ମୋର ଘର। ମୁଁ ଏଠାରେ ବହୁତ ଖୁସିରେ ଅଛି। ଗୋପୀନାଥ ବାବୁଙ୍କ ଶାନ୍ତ ମୁହଁରେ ଅଟଳ ବିଶ୍ୱାସ ଝଲକୁଥିଲା। ତାଙ୍କ ଆଖିରେ ଏବେ ନା ଦୁଃଖ ଥିଲା, ନା କୌଣସି ଅଭିଯୋଗ। ନା ବାପା, ସେଟା ଆମ ଭୁଲ ଥିଲା। ଆମେ ଆମ ଭୁଲ ସୁଧାରିବାକୁ ଚାହୁଁଛୁ, ରାଜେଶ ଗୁହାରି କରି କହିଲା। ମୋହିତ ମଧ୍ୟ ଲୁହ ପୋଛୁଥାଇ କହିଲା, ହଁ ବାପା, ଆମେ ଆପଣଙ୍କୁ ଏଠାରେ ଏକୁଟିଆ ଛାଡ଼ି ପାରିବୁ ନାହିଁ। ଏବେ ଆମ ସାଙ୍ଗରେ ଚାଲନ୍ତୁ। କିନ୍ତୁ ଗୋପୀନାଥ ବାବୁ ନିର୍ବିକାର ଭାବେ କହିଲେ, ଏକୁଟିଆ? ଆରେ ନା, ଏକୁଟିଆ ତ ମୁଁ ଆଗରୁ ଥିଲି। ଏବେ ଏଠାରେ ମୋର ଅନେକ ସାଙ୍ଗ ଅଛନ୍ତି। ରାଜେଶ ଓ ମୋହିତ ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ। ତାପରେ ରାଜେଶ ସଙ୍କୋଚରେ ପଚାରିଲା, କିନ୍ତୁ ବାପା, ଆମକୁ ଗୋଟେ କଥା ବୁଝା ପଡ଼ୁନାହିଁ, ଆପଣ ନିଜ ସମ୍ପତ୍ତି ଆମକୁ ଦେବା ବଦଳରେ ଅନ୍ୟ କାହାକୁ କାହିଁକି ଦେଇଦେଲେ? ରୂପା ଓ ମନୀଷା ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ, ଆମ ବିଷୟରେ ଥରେ ମଧ୍ୟ ଭାବିଲେ ନାହିଁ। ଆମେ କୁଆଡ଼େ ଯିବୁ? ଆଉ ସେ କିଏ ଯାହାକୁ ଆପଣ ଆମର ଭାଗ ଦେଇଦେଲେ? ଗୋପୀନାଥ ବାବୁ ଗଭୀର ନିଶ୍ୱାସ ନେଇ ବହୁତ ଶାନ୍ତ ଭାବରେ କହିଲେ, ତୁମର ଭାଗ? ଯେତେବେଳେ ତୁମେ ନିଜ ମା ବାପାଙ୍କ ପ୍ରତି କୌଣସି ଦାୟିତ୍ୱ ନେଇନାହଁ, ତେବେ ଅଧିକାରର ଆଶା କିପରି କରିପାର? ମୁଁ ତୁମକୁ କାହିଁକି କୌଣସି ଭାଗ ଦେବି? ମୁଁ ତୁମ ବିଷୟରେ କାହିଁକି ଭାବିବି? ଯେତେବେଳେ ତୁମେ ମୋ ବିଷୟରେ ଓ ମୋ ପତ୍ନୀଙ୍କ ବିଷୟରେ ଭାବିନାହଁ, ଯେତେବେଳେ ନିଜର ଲୋକମାନେ ମୋତେ ଛାଡ଼ିଦେଲେ, ସେତେବେଳେ ଅଜଣା ଲୋକମାନେ ମୋତେ ଆପଣେଇଲେ। ତେଣୁ ମୁଁ ମୋର ସମସ୍ତ ସମ୍ପତ୍ତି ଏହି ବୃଦ୍ଧାଶ୍ରମକୁ ଦାନ କରିଦେଇଛି। ଯେତେବେଳେ ମୋ ନିଜ ପୁଅମାନେ ମୋତେ ଛାଡ଼ିଦେଲେ, ଏହା ହିଁ ସେହି ଜାଗା ଯିଏ ମୋତେ ସାହାରା ଦେଇଛି। ଏହା ଶୁଣି ରାଜେଶ ଓ ମୋହିତ ସ୍ତବ୍ଧ ହୋଇ ରହିଗଲେ। ତାଙ୍କ ଆଖିରେ ଲୁହ ଝରି ପଡ଼ିଲା। ତାପରେ ରୂପା କହିଲା, କିନ୍ତୁ ବାପା, ଆପଣ ଏହା ଭଲ କରିନାହାନ୍ତି। ଏହା ତ ଅନ୍ୟାୟ। ଗୋପୀନାଥ ବାବୁ କହିଲେ, ଅନ୍ୟାୟ କେମିତି ବୋହୂ? ଏବେ ଯାଇ ନ୍ୟାୟ ହୋଇଛି। ମୋ ସହିତ ଓ ପତ୍ନୀଙ୍କ ସହିତ ତୁମେ ଯାହା କିଛି କରିଛ, ତା ସତ୍ତ୍ୱେ ଯଦି ମୁଁ ତୁମକୁ ମୋର ସମସ୍ତ ସମ୍ପତ୍ତି ଦେଇ ଦେଇଥାନ୍ତି, ତେବେ ଅନ୍ୟାୟ ହୋଇଥାନ୍ତା। ଏମିତି କରନ୍ତୁ ନାହିଁ ବାପା, ଆମକୁ କ୍ଷମା କରିଦିଅନ୍ତୁ। ଆମକୁ ଆପଣଙ୍କ ସମ୍ପତ୍ତି ଦରକାର ନାହିଁ, କେବଳ ଆପଣଙ୍କ ସାଙ୍ଗ ଦରକାର। ରାଜେଶ ଗୁହାରି କରି କହିଲା, ହଁ ବାପା, କେବଳ ଆଉ ଗୋଟେ ସୁଯୋଗ ଦିଅନ୍ତୁ। ମୋହିତ ମଧ୍ୟ ହାତ ଯୋଡ଼ି କହିଲା। ଗୋପୀନାଥ ବାବୁ ହାଲକା ଭାବରେ ହସିଦେଇ କହିଲେ, ନା ପୁଅ, ଏବେ ଏ ସମ୍ପର୍କ କେବଳ ନାଁରେ ରହିଛି, ହୃଦୟରୁ ନୁହେଁ। ତାପରେ ସେ ଏକ ଶେଷ ଗଭୀର ନିଶ୍ୱାସ ନେଇ କହିଲେ, ଏବେ ତୁମେ ସମସ୍ତେ ଏଠାରୁ ଚାଲିଯାଅ ଓ ଏହି ଶିକ୍ଷା ନେଇ ଯାଅ ଯେ ମା ବାପା କୌଣସି ସାମଗ୍ରୀ ବା ବସ୍ତୁ ନୁହନ୍ତି ଯାହାଙ୍କୁ ନିଜର ସୁବିଧା ଅନୁସାରେ ବାଣ୍ଟି ଦିଆଯିବ
କିମ୍ବା କାମ ସରିଗଲେ ଫୋପାଡ଼ି ଦିଆଯିବ। ଏତିକି କହି ଗୋପୀନାଥ ବାବୁ ସେଠାରୁ ଉଠି ବାହାରକୁ ଚାଲିଗଲେ। ଚାରି ପୁଅ ଓ ବୋହୂ ଲଜ୍ଜାରେ ମୁଣ୍ଡ ନୁଆଇଁ ଓ ଭାରି ପାଦରେ ସେଠାରୁ ଫେରିଗଲେ। ଆଜି ସେମାନଙ୍କୁ ଅନୁଭବ ହୋଇଥିଲା ଯେ ନିଜର ଲୋଭ ଓ ମୂର୍ଖତା କାରଣରୁ ସେମାନେ ନିଜ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପଦ ସବୁଦିନ ପାଇଁ ହରାଇ ଦେଇଛନ୍ତି। ତେବେ ବନ୍ଧୁଗଣ, ଗୋପୀନାଥ ବାବୁ ଯାହା କଲେ ତାହା ଠିକ୍ ଥିଲା କି ନାହିଁ, ଆପଣଙ୍କର ମତାମତ ନିଶ୍ଚିତ ଭାବେ କମେଣ୍ଟ ବକ୍ସରେ ଜଣାଇବେ। ଆପଣଙ୍କର ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ପୁଣି ଥରେ ଆସିବି ଆଉ ଗୋଟିଏ ସୁନ୍ଦର କାହାଣୀ ନେଇ। ଧନ୍ୟବାଦ।